विष्णु दास ମୁଁ ସମ୍ରାଟ ଅଶୋକ ଗଜନୀର ସୁଲତାନ ମାମୁଦକୁ ତୁମେ ଭୁଲ ବୁଝିଛ। ମୋ ପୁତ୍ର ସିଂହାସନରେ ମୁଁ ତୁମକୁ ରାଣୀ କରି ଥୋଇଛି ଲକ୍ଷ୍ୟ ହୀରା। ମୁଁ ଲକ୍ଷେ ସୈନିକଙ୍କୁ ବଦ୍ଧ କରିଛି 2 ଲକ୍ଷ ସୈନିକଙ୍କୁ ଆହତ କରି ପଙ୍ଗୁ କରିଛି ଆଉ 5 ଲକ୍ଷରୁ ଅଧିକ ସୈନିକଙ୍କୁ ବନ୍ଦୀ କରିଛି। ବିରାଟ ଭୂଖଣ୍ଡର ମାଲିକ ହବାକୁ ଚାହେଁ ନା ମୁଁ। ତମେ ମୋର ବହୁତ ଦିନର ସ୍ୱପ୍ନ। ତଥାପି ମୋର ବିପାଶା ମେଣ୍ଟିନି। ମୋର ଆହୁରି ସୁନା ଦରକାର। ତୁମକୁ ଚାହେଁ ଲକ୍ଷ୍ୟ ହୀରା, ତୁମକୁ ଚାହେଁ। ମୁଁ ରକ୍ତ ଚାହେଁ। ମୁଁ ସୁନା ଚାହେଁ। ତୃଷା 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 ମରୁ ତୃଷ୍ଣା। मनीष करुछि मरु मंथन 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 संसार धोनी तपधानु किरणं प्रथुतदाहं व्यथः खिन्नानं जकाख्यंय मरुभूमि भ्रान्त्या परिभ्रम्यतम् अत्यसन्न सुदं बुद्धिं सुधाकरं ब्रह्माद्यायदस्यः तेषां शंकर भारती विजयते निर्वाण संदायिनी निर्वाण संदायिनी ना किसी भी आखिरे पडुनी इच्छी आखिरे पडुनी चारियार खाली धू धू बाली पानी का कोनो संधान नाही। अरे कौन के समाधान ने पूछू आखिरे पडुची ନା କିଛି ବି ଠଉରେଇ ପାରୁନି। माने ଇଲ୍ୟୁଜନ। इल्यूजन ହଁ ଜଳାଶୟ ନା ମରିଚି ନା କିଛି ବି ଠଉରେଇ ପାରୁନି। देखे एग्जैक्टली हाउ टू कंट्रोल केमन सतरे पनि दबा। अरे सते तो जल भंडार ना मरीचिका ମରିଚିକା ନା ଜଳ ଭଣ୍ଡାର। अरे दोलारू भर समान आगु जाई देखा जाऊ मैं तो जल संधान मिल जाई पारे ନା ବ୍ୟର୍ଥତା ହିଁ ସାର ହେବ। ଶୋଷ ରାଣୀ ଶୋଷ
ପୁନରାବୃତ୍ତି। ଦଣ୍ଡେ ବଞ୍ଚିଗଲା। ଏ ଢୋକଟା ପିଇ ସାରିବା ପରେ ଜୀବନ ପ୍ରତି ଅହେତୁକ ମୋହ ଆସି ଯାଉଛି। ଶେଷ ଚେଷ୍ଟା କରାଯାଉ, ହୁଏତ ଜଳଭଣ୍ଡାର ସନ୍ଧାନ ମିଳିଯାଇପାରେ। ଆରେ ସେସବୁ ଥାଉ, ବାକିଆ କାମ ଆଗେ ସାରିଦବା। ବାକିଆ କାମ? ହଁ, ଡାଏରୀ ଆଉ ମ୍ୟାପ୍ ଯେ ଏ ଯାଏ ଅପଡେଟ୍ ହେଇନି, ସେ କାମ ଆଗେ କରିଦବା। ହଁ ହଁ ଠିକ ମନେ ପକେଇ ଦେଇଛୁ। ସାଗର, ଡାଏରୀ ଅପଡେଟ୍ କରିବା ଦାୟିତ୍ୱ ତୋର। ଆଉ ସମ୍ପଦ, ହଁ ମାନଚିତ୍ରଟାକୁ କମ୍ପ୍ଲିଟ୍ କରିବା ଭାର ତୋ ଉପରେ। ହଉ ଠିକ। ଆଉ ତୁ? ମୁଁ ତମମାନଙ୍କୁ ସାହାଯ୍ୟ କରିବି। କହିପାରିବୁ ମ୍ୟାପ୍ ଦେଖି ଆମର ଅଭିଯାନ ଆମେ କୋଉଠୁ ଆରମ୍ଭ କରିଥିଲେ? ନା, ଅନେକ ଦିନ ତଳର ଅଙ୍କନ। କାଗଜଟା ବି ମସିହା ଧରିଗଲାଣି, କିଛି ଠଉରେ ହଉନି। କିଛି ଜାଣି ହଉନି ନା? ନା। ଆଚ୍ଛା ସାଗର, ଡାଏରୀ ଦେଖି କହ ତ କଣ ଆମେ କେବେ ଆଉ କୋଉଠୁ ଆମର ଯାତ୍ରା ଆରମ୍ଭ କରିଥିଲେ? ନା, ଅନେକ ଦିନ ତଳର ଲେଖା, ସବୁ ଅସ୍ପଷ୍ଟ, ଇଲିବିରା ହେଇଯାଇଛି, କିଛି ପଢି ହଉନି, କିଛି ବି ଜାଣି ହଉନି ନା? ନା। ଆଚ୍ଛା ସପନି ବିଷୟରେ କୋଉ ସମୟ ଖାଇଛି ପଢି ଶୁଣେ ତ? ସପନି ନିଃସ୍ୱାର୍ଥପର କର୍ମୀଟିଏ, ଆହୁରି ଆଜ୍ଞା ଦିନ ନିରୀହ ନା? ହଁ। ଆଉ ତାପରେ ଦିନେ ଲୁଚି କରି କୁଆଡେ ଗଲା ଯେ ଗଲା, ତାର ଆଉ ପତା ମିଳିଲାନି। ହୁଏତ ମରୁଭୂମିର ବାଲିଚଟା ଭିତରେ ପୋତି ହୋଇ ପଡିଥିବ। ହଁ ହଁ, ଠିକ ସେଇ କଥା ବି ଲେଖାଯାଇଛି। କିଏ? ସାମ୍ନାକୁ ଆସ। ସାମ୍ନାକୁ ନ ଆସି ସେମିତି ହସିବ ତ ଆମେ ତୁମ ତଣ୍ଟି ଚିପି ହତ୍ୟା କରିବୁ। ତମେ? ହଁ ହଁ, ମୁଁ ତୁମକୁ ବିଦ୍ରୁପ କରୁଥିଲି। ତମେ? ହଁ, ମୁଁ ବିଦ୍ରୁପ କରୁଥିଲି। ତମେ ଏଠି କେମିତି? କେତେବେଳେ? ତମେ ଯେତେବେଳେ ଆସିଲ। କିନ୍ତୁ ତମେ କୋଉଠି ଆସିଲ? କୋଉଠୁ ଆସିଲି? ସେଇଠୁ ତମେ ଯୋଉଠୁ ଆସିଲ। କେତେବେଳେ? ଠିକ ତମେ ଯେତେବେଳେ ଆସିଲ। ମିଛ, ତମକୁ ତ ଆମେ ଆଗକୁ ଚିହ୍ନୁ ନା? ଚିହ୍ନି ନା, ଦେଖି ନା ମତେ, କିନ୍ତୁ ମୁଁ ତୁମକୁ ଠିକ ଉଣ୍ଡି ଉଣ୍ଡି ଆସୁଛି। କିନ୍ତୁ ତୁମକୁ ଯେ ଆମେ ଆଦୌ ଚିହ୍ନୁ ନା। ଚିହ୍ନି ନା? ହିପୋକ୍ରେଟ। ହଁ ହଁ, ହିପୋକ୍ରେଟ। ତମେ ହିପୋକ୍ରେଟ। ମୁଁ? ହଁ ହଁ, ତମେ ମାନେ ହଉଛ ହିପୋକ୍ରେଟ। କିନ୍ତୁ କାହିଁକି? କାହିଁକି? ଡାଏରୀରେ ଯାହା ସବୁ ଲେଖା ହେଇଛି ସେସବୁ କଣ ସତ? ହଁ ସତ, ବିଲକୁଲ ସତ। 100% ସତ। ସତ? ମୁଁ ଯଦି କହେ ସେସବୁ ସତ ଭଳିଆ ଲେଖି ଦିଆଯାଇଛି, ସେ କଥା ପଚାରିବାକୁ ତମେ କିଏ? ମୁଁ ତଥାଗତ।
ତଥାଗତ ମାନେ ଏମିତି ନାଟାଏ ଆଚ୍ଛା କଣ ବା ମାନେ ଥାଏ ସେଥିରେ ଆଚ୍ଛା ଲୋକେ ତମକୁ କଣ ବୋଲି ଡାକନ୍ତି? କେହି 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 ସତ୍ୟ ବୋଲି ଡାକନ୍ତି ଆଉ କେହି ଶିବ ଆଉ କେହି ସୁନ୍ଦର ଚମତ୍କାର ତମେ ଆମକୁ ଚିହ୍ନ ତମକୁ ଚିହ୍ନିନି କହିଛି ପରା ଅନେକ ଦିନରୁ ମୁଁ ତୁମମାନଙ୍କର ପିଛା ଧରିଛି ଆଚ୍ଛା ତମେ ତମେ ଆମ ନା ଜାଣିଛ ସେତିକି ଜାଣିନି କହିପାରିବ ମୁଁ କିଏ ତମେ ହଁ ତମେ 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 ସମ ମୁଁ ତମେ ତମେ ସାଗର ଆଉ ତମେ ତମେ ହଉଛ ସମ୍ପଦ ଠିକ ନା ତମେ ତ ସବୁ ଜାଣିଛ ଜାଣିଛ ଆମେ ଆଜି ମୃତ୍ୟୁ ପଥର ଯାତ୍ରୀ ଜାଣିଛି 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 ବୋଲି ତ ମୁଁ ତମ ସାମ୍ନାକୁ ଆସିଛି ତମମାନଙ୍କୁ ସାହାଯ୍ୟ କରିବାକୁ ସାହାଯ୍ୟ କାହିଁକି? କାହିଁକି ନା ଏ ମରୁଭୂମିଟା ହଉଛି ମୋ ଇଲାକା ମୁଁ ଏଠି ରାଜା ରକ୍ଷକ ମୋ ରାଜ୍ୟରେ ତମେ ମାନେ ଏମିତି ନିଃସହାୟ ଭାବରେ ଟଳି ପଡିଲେ ବଦନାମଟା ଯେ ମୋର ହବ ପାଣି ଅଛି ତୁମ ନିକଟରେ ପାଣି ହଁ ହଁ ପାଣି ନା ପାଣି ମୋର କଣ ହବ ତମେ କଣ ବିନା ପାଣିରେ ବଞ୍ଚିପାର? ଅନେକ ଦିନ ପାଣି ବିନା ଅନେକ ଦିନ ବଞ୍ଚିପାରେ ତମେ ରାଜା ଅଥଚ ତମେ ଏକା ଏକା ଘରେ ବୁଲୁଛ କାହାରି ତୁମ ଦର ଲାଗିବନି ଅନ୍ତତଃ ତୁମର ପ୍ରଜାମାନେ ଏଠି ଯେ ଆମେ କାହାରିକି ଦେଖୁନା ପ୍ରଜାମାନଙ୍କୁ ଦେଖିପାରୁନା ନା ଏଇ ତ କି ସୁନ୍ଦର ପ୍ରଜାମାନେ ମୋର କିଏ ତୁମର ପ୍ରଜା ତମେ ମାନେ ମୋର ପ୍ରଜା ମୁଁ ତମ ମାନଙ୍କର ରାଜା ରକ୍ଷକ ରାଜା ତମେ ଆମର ରାଜା ପାଗଳାମି ବନ୍ଦ କର କିନ୍ତୁ ଏ ଶବ୍ଦ ଯେତେ ଆମେ ନୂଆ ଶୁଣୁଛୁ କଣ ହେଇପାରେ ଅନ୍ଧାର ଅନ୍ଧାର ଗୋଟିଏ ଆସୁଛି ଅନ୍ଧାର ଗୋଟିଏ ଆସୁଛି ଅନ୍ଧାର ଅନ୍ଧାର ଆଉ ଆଲୋକ ଆଉ ଅନ୍ଧାର ଅନ୍ଧାର ଆଉ ଆଲୋକ ଭିତରେ ବିଭେଦତା ଦେଖିପାରୁନ ଅଥଚ ତମେ ମାନେ ମରୁ ଯାତ୍ରୀ କିନ୍ତୁ ସବୁ ଜାତି ଆମେ ନୂଆ ଶୁଣୁଛୁ ବିଶ୍ୱାସ କର ଏ ଆକାଶ ଛୁଆ ବାଲିର ପଟାଳ ଘୋଡ଼େଇ ସାରିଲାଣି କି ଭୟଙ୍କର ଦୃଶ୍ୟ କଣ ହେଇପାରେ ବାଲି ଝଡ଼ ମରୁଭୂମିରେ ଏମିତି ବେଳେ ବେଳେ ବାଲି ଝଡ଼ ଆସେ ଆଉ ତାପରେ ସବୁ ସମାନ ଖାଲ ଢିପ ସବୁ ସମାନ এই দেখো এই বালি ঝড়টা কি ভীষণ বেগরে মারি আসুচি দেখো তাহলে আমরা কোন অপসম করে ଏ ବାଲିସ୍ତ ପତଳ ପତି ହୋଇ ମରିଯିବୁ না 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 ଆମେ ମୁକ୍ତି ଚାହୁଁ କଣ ଆମେ ମୁକ୍ତି ଚାହୁଁ চাহ ମୁଁ ତମମାନଙ୍କୁ ମୁକ୍ତି ଦେବି ମୁକ୍ତି ଦେବ ହଁ ହଁ ମୁଁ ମୁକ୍ତି ଦେବି ବର୍ତ୍ତମାନ
ବର୍ତ୍ତମାନ ଆମେ କଣ କରିବୁ? ଝଡ଼ ଜ୍ୟୋତି ନିକଟରେ। ଯାଅ କୁଆଡ଼େ? ଯାଅ ସେଇଠିକି। ବିରାଟ ଓଟଟା ସେଇଠି ଶୋଇ ରହିଛି, ହଁ ହଁ କୁଜଟାକୁ ଉପରକୁ କରି। ହଁ। ଯାଅ ତାରି କୋଡ଼ରେ ଲମ୍ବ ହୋଇ ଶୋଇଯାଅ। ଝଡ଼କୁ ଜଗି ନେବା ଭଳି ଯଥେଷ୍ଟ ଶକ୍ତି ଅଛି ସେ ପଶୁଟାର। ହଁ, ହଁ। ଯାଅ, ହଁ ହଁ ଆରେ ଯାଅ। ବିରାଟ ଓଟଟା ସେଇଠି ଶୋଇ ରହିଛି, ହଁ ହଁ କୁଜଟାକୁ ଉପରକୁ କରି। ହଁ। ଯାଅ ତାରି କୋଡ଼ରେ ଲମ୍ବ ହୋଇ ଶୋଇଯାଅ। ଝଡ଼କୁ ଜଗି ନେବା ଭଳି ଯଥେଷ୍ଟ ଶକ୍ତି ଅଛି ସେ ପଶୁଟାର। ହଁ, ହଁ। ଯାଅ, ହଁ ହଁ ଆରେ ଯାଅ। ପୁଣି ଥରେ ବଞ୍ଚିଗଲେ। ଆମକୁ ଆମକୁ ବଞ୍ଚେଇ ଦେଲା। ହେଲେ ହେଲେ ସେ କୁଆଡ଼େ ଗଲା? ଆରେ ସତେ ତ ସେ ଓଟଟା ତ ସେଥିପାଇଁ ଦେଖାଯାଉନି। କିନ୍ତୁ କିନ୍ତୁ ହଠାତ୍ ସେ ଗୋଟେ ଅନ୍ତର୍ଧାନ ହେଇଗଲା କୁଆଡ଼େ? କାଲି ଝଡ଼ରୁ ମୁକୁଳି ଯିବା ପରେ ଜୀବନ ପ୍ରତି ଯେମିତି ଗୋଟେ ମମତା ଆସିଯାଉଛି। ଜୀବନ କି ସୁନ୍ଦର, ମୃତ୍ୟୁ କି ଭୟଙ୍କର। କିନ୍ତୁ କିନ୍ତୁ ଆମେମାନେ ଯେ ବର୍ତ୍ତମାନ ମୃତ୍ୟୁର ଦ୍ୱାର ଦେଶରେ, ଜଳର ସନ୍ଧାନ ଯେ ଆମେ ଏଯାଏଁ ପାଇନେ, ଅଥଚ ଆମ ନିକଟରେ ଥିବା ଜଳ ବି ଶେଷ ହୋଇଯାଇଛି। କଣ କରିବା? ସତ୍ୟ, ଶିବ, ସୁନ୍ଦର, ଆସ ଆମ ନିକଟକୁ ଆସ। ଆମକୁ ଭୟ ଲାଗୁଛି। କଣ ହେଲା? କଣ କହିଲ? ଆମେ ଆମେ ତୁଷାର୍ଥ, ଆମ ପାଖରେ ଆଉ ପାଣି ନାହିଁ। ପାଣି ନାହିଁ? ଆମେ ପାଣି ଚାହୁଁ। ପାଣି ହଁ ପାଣି ପାଉନା? ନା। ନା ଅଛି, ପାଣି ଅଛି କୋଉଠି? ସବୁଠି। ସବୁଠି ମାନେ ଏଇଠି ସେଇଠି ଚାରିଆଡେ ପାଣିର ଝର ଛାଇ ହେଇ ରହିଛି। ପାଣିର ଝର ଛାଇ ହେଇ ରହିଛି? ଅଥଚ ଆମେ ମରୁଭୂମିର ଅନ୍ଦିଗନ୍ଦି ଖୋଜି ବୁଲୁଛୁ। ଜଳାଶୟ ତ ଦୂରର କଥା, ସାମାନ୍ୟ ଟୋପାଏ ପାଣି ବି ଆମେ ପେଦରୁ ପାଇପାରୁନୁ। ଯାହା ବି ଥିଲା ସେତକ ସରିଗଲା। ପିଇବାକୁ ଚାହୁଁଛ? ହଁ ହଁ ତାହେଲେ ସମସ୍ତେ ମିଶି ଏଇଠୁ ବାଲି କାଢ। ଝର ପାଇଁ, ଝର ପାଇଁ। ଝର ପାଇଯିବୁ। ହଁ, ଝର ପାଇଁ ଏଇଠୁ ବାଲି କାଢ। ତେବେ ତେବେ ଆମେ ରାଜି। ରାଜି? କିନ୍ତୁ ଗୋଟେ ସର୍ତ୍ତରେ। ସର୍ତ୍ତ? ତମେ ଆମ ସାଙ୍ଗରେ ରହିବ। ଠକି ଦେଇ କୁଆଡେ ତମେ ଆମକୁ ଚାଲିଯିବନି। ଆଉ ତୁମ କଥା ମିଥ୍ୟା ପ୍ରମାଣିତ ହେଲେ ଆମେ ତୁମ ତଣ୍ଟି ଚିପି ହତ୍ୟା କରିବୁ। ଆଗ ବାଲି କାଢ, ହଁ। ଆଉ ଡେରି କର ନା। ହଁ, ହଁ। ଏଇଠି ଏଇଠି, ଏଇଠି। ଗୋଟେ ମଣିଷ ମଣିଷ? ଯେମିତି ଛିଟିକି ପଡିଛି। ଆରେ ଏମିତି ଅଟକି ଗଲ ଯେ? କଣ ଥକି ପଡିଲ? ଦେଖିପାରୁନ? ଗୋଟେ ଗୋଡ, ଆରେ ସେ ପୁଣି ମଣିଷର ଗୋଡ। ମଣିଷର ଗୋଡ? ହଁ। ଠିକ ଠିକ। ୟା ପରେ ମଣିଷର ହାତ ବି ବାହାରି ପାରେ। ମଣିଷର ବେକ, ପିଠି ସବୁ ଥାଇ ଏମିତି କି ଅଙ୍ଗ ପ୍ରତ୍ୟଙ୍ଗ ସବୁ ଥାଇ ଏମିତି କି ଗୋଟାଏ ସମ୍ପୂର୍ଣ୍ଣ ମଣିଷ। ଆଉ ତାପରେ ଧୀରେ ଧୀରେ ମାଲିକକୁ କାଢି ଦିଅ ଗୋଡ ପାଖ, ବେଶ ଜାଣିପାରିବ।
ମୁଁ ଆଉ ପାରିବିନି ପାରିବନି ମୁଁ ପାରିବିନି ପାରିବନି ଝର ପାଇବନି କିନ୍ତୁ ତମେ ଦି ଜଣ ଲାଗି ପଡ ଲାଗିଯିବ ମନେ ହେଲା ଗୋଟେ ସମ୍ପୂର୍ଣ୍ଣ ମଣିଷ ମଣିଷ ମିଳିଗଲାଟି କିନ୍ତୁ କିନ୍ତୁ ଏ ସପଟାର ହାତରେ ଯୋଉଠି ବଳା ଲାଗିଛି ସୁନାର ବଳା କିନ୍ତୁ ଏ ସପଟା କାହାର ହେଇପାରେ ସେଇ କଥା କହୁଛି ତା ମୁହଁ ପାଖରୁ ସବୁ ବାଲି କାଢି ଦିଅ ସେଇଠି ତାର ଠିକଣା ଲେଖା ହେଇଥିବ ଗାଁ ଠିକଣା ସବୁ ଲେଖା ହେଇଥିବ ପରିଚୟଟା ବି ଲେଖା ହେଇଥିବ ଥଟ୍ଟା ନିଜ ସହିତ କେହି କଣ ଥଟ୍ଟା କରେ ବିଚରା ମରୁଯାତ୍ରୀ ହଁ ମରୁଭୂମିରେ ଯାଉ ଯାଉ ବାଲି ଝଡ଼ ତଳେ ପୋତି ହେଇଯାଇଥିବ କିନ୍ତୁ ସେ କିଏ ହୋଇପାରେ କାହାର ଏଠି କୋଠି କହିଲି ପରା ତା ପରିଚୟ ତା ମୁହଁରେ ଲେଖା ଯାଇଛି ଖାଲି ତକ କାଢି ଦିଅ ପରିଚୟଟା ପାଇଯିବ ଅସ୍ପଷ୍ଟ ଅନେକ ଦିନ ତଳର ଲେଖା କିଛି ବି ପଢି ହଉନି କିଛି ପଢି ହଉନି ନିଜେ ଆସି ଦେଖିପାର କେବଳ ଗୁଡାଏ ଗାର ଖାଲି ଅଛି କେବଳ ଗୁଡାଏ ଗାର ତମେ ନିଜେ ଆସି ଦେଖିପାର ସବୁ ସ୍ପଷ୍ଟ ସ୍ପଷ୍ଟ କି ସୁନ୍ଦର ଭାବରେ ଲେଖା ଯାଇଛି କିଏ ସମ୍ପର୍କ ସୁଲତାନ ମାମୁଦ କିନ୍ତୁ ସେ ଏଠି ଏମିତି ଅସହାୟ ଭାବରେ ବାଲିସ୍ତୂପ ଭିତରେ ସୁନା ସୁନା ବୋଲି ବିଚରା ପାଗଳ ହେଇଯାଉ ଶେଷରେ ଶୋଇଯାଇଛି ନିଘୋଡ଼ ନିଦରେ ଯୁଗ ଯୁଗାନ୍ତର ପାଇଁ କେତେ ବା ସୁନା ଦରକାର ଥିଲା ତାର ଏଇଠୁ ସେ ପର୍ଯ୍ୟନ୍ତ ଶୁଣିବ ସେ ଧନଲିପ୍ସୁର କାହାଣୀ ଶୁଣିବ ତା ଇତିହାସ ଗଦା ଶୁଣା ଖାଲି ଶୁଣା ତୁଷା ଗୁଡାକ ଏ সোনার স্তূপ গুড়াক দেখি তুষা আমার অনেক গুণরে বড়ি যাচ্ছে ওরা আহুরি দরকার আহুরি সোনা দরকার আহুরি অনেক এ সোনার স্তূপ ভিতরে মো পতি হয়ে যাবাকু চাহে মনসুর বললে জাপনা আলা ধর আপন কথা থানা শুনিছন্তি জাপনা এই দেখুনাতি ଆମ ସନ୍ଦେମାନ ଘୋଡ଼ା ପିଠରେ ଲଦି ସ୍ୱର୍ଣ୍ଣ ମୁଦ୍ରା ଗୁଡାକ କେମିତି ଏଠିକି ବୋହି ନେଇ ଆସୁଛନ୍ତି ମୁଁ ସେଇଆ ଚାହେ ସୈନ୍ୟଗଣ ଯୁଦ୍ଧ ତମେ ଚାଲୁ ରଖ ତୋର ଚାରି ପାଖରେ সোনার স্তূପ ମାନ ସବୁ ବଢି ତୋଳି ଚାଲ ଆଉ ତାହାରି ଭିତରେ ମୋ ଆତ୍ମହରା ହୋଇ ନାଚି ଜାପନା ଆପଣ ଗୋଟିଏ ପକ୍ଷୀରେ ଦିଟା ତେଳ ଶିକାର କରୁଛନ୍ତି ଓହୋ ଆପଣଙ୍କର ଏଇ ସୁନା ଗଦା ଭିତରେ ରହି ରହି ମୁଣ୍ଡଟା ମୋର ଖରାପ ହେଇଗଲାଣି ଜାପନା ମାନେ ମୁଁ କଣ କହୁଥିଲି କି ଆପଣ ଗୋଟିଏ ଟେଳାରେ ଦିଟା ପକ୍ଷୀ ଶିକାର କରିଛନ୍ତି ଜାପନା ଦିଟା ପକ୍ଷୀ ମାନେ ଗୋଟେ ହେଲା ଅର୍ଥ ଲାଭ ମାନେ ସମସ୍ତ ଐଶ୍ୱର୍ଯ୍ୟର ଆପଣ ହେବେ ମାଲିକ ମାନେ ଆଉ ଅନ୍ୟଟି ହଉଛି ସାମ୍ରାଜ୍ୟ ବିସ୍ତାର ମାନେ ବିରାଟ ହିନ୍ଦୁସ୍ତାନର ଆପଣ ହେବେ ସମ୍ରାଟ ନ
ভূখণ্ডর সম্রাট হেবাকু চাহে না গজনীর সুলতান মাহমুদ সে চাহে সাম্রাজ্য বিস্তার করিবার লোভরে সে এতে বাট বড় পাহাড় মরু কান্তা অতিক্রম করি সে হিন্দুস্তানের পাত ধরিনি সে চাহে কেবল তার চির ঈপ্সিত সুনা ସୁନାର ପାହାଡ଼ ସେ ତା ଚାରି ପାଖରେ ଘେରେଇ ଦେବାକୁ ଚାହେଁ ଆଉ ଇତିହାସ ପୃଷ୍ଠାରେ ନିଜକୁ ସର୍ବଶ୍ରେଷ୍ଠ ବିଦଶାଳୀ ବ୍ୟକ୍ତି ହିସାବରେ ପ୍ରତିଷ୍ଠିତ କରିବାକୁ ଚାହେଁ ସୁଲତାନଙ୍କ ଆଖି ଆଗରେ ଦିଟା ପକ୍ଷୀ ମରି ପଡ଼ିଛନ୍ତି ହଁ ସେଥିରୁ ସେ ଗୋଟାକୁ ନେବେ ନା ଦିଟାକୁ ନେବେ ହଁ ଅବଶ୍ୟ ସେ କଥା ନିଜେ ବିଚାର କରିବେ ଭାଇ ବଂଶୁରଲେ ସାମ୍ରାଜ୍ୟ ବିସ୍ତାର କରିବା ଲୋଭରେ ଏ ଗଜନୀ ସୁଲତାନ ମାହମୁଦ ଥରକୁ ଥର କରି 17 ଥର ହିନ୍ଦୁସ୍ତାନକୁ ଆକ୍ରମଣ କରି ଏତେ ଦିନ ଧରି ଏ ସୁଲତାନ ମାହମୁଦ ପାଖରେ ରହି ତାର ମନ କଥାଟାକୁ ତମେ ଜାଣିପାରିବନି ମନସୁରଲି ଆପଣଙ୍କର ଏଇ ସୁନା କଥା ଭିତରେ ରହି ମୋ ମୁଣ୍ଡଟା ପୁରା ବିଗିଡ଼ି ଗଲାଣି ମୋର ତ ସବୁ ଭୁଲ ହେଇଯାଉଛି ଭୁଲର ପୁନରାବୃତ୍ତି ଆଉ ଥରେ ଯେମିତି ନ ହୁଏ ସେ ଦିନରେ ସେ କଥାଟା ମନେ ପଡ଼ିଗଲେ ନା ମତେ ହସି ହସି ବେଦମ ନହେଇ ରହିବାକୁ ଇଚ୍ଛା ହଉନି ହସି ହସି ମଣିଷ ବେଦମ ହେଇଯାଉଛି ଆମ ସୈନ୍ୟମାନଙ୍କର ଖଡ୍ଗ ପ୍ରହାରରେ ଏମିତି 10-5 ହଜାର କାଫେର ମରି ପଡ଼ି ତଳେ ପଡ଼ି ଯାଇଛନ୍ତି ଆଉ ତାପରେ ତ ଅନ୍ୟମାନେ ପ୍ରାଣ ବିକଳରେ ତେରେ ଦୌଡୁ ମାର ଦେଖି କୋଳଥ ଚେପା ଆଉ ସେଇ ଯୋଉ ବିଧର୍ମୀ ଗୁଡାକ ତଳେ ଥିଲେ ତଳେ ପଡି ଯୋଉ ଗଲବଲ ହଉଥାନ୍ତି ସୈନ୍ୟମାନଙ୍କୁ ମୋର କଡ଼ା ହୁକୁମ ମୃତ ସୈନିକ ଗୁଡାକୁ ଫିଙ୍ଗି ଦେବା ପୂର୍ବରୁ ସେମାନଙ୍କୁ ତନ୍ନ ତନ୍ନ କରି ପରୀକ୍ଷା କରିନିଅ ଯେପରି ଭାବରେ ସେ ମୃତ ସୈନିକ ଦେହରେ ସୋରିଷ ପ୍ରମାଣେ ସୁନା ନ ରହିଯାଏ ସୁନାର ପାହାଡ ଆଗରେ ଇଏ ସୋରିଷ ପ୍ରମାଣ ସୁନାର ମୂଲ୍ୟ ବା କେତେ ତାଛଡା ଇଏ ଶବ ଦେହରୁ ସେଗୁଡା କାଢିବା ଆମର ଶାସ୍ତ୍ର ବିରୁଦ୍ଧ ମନସୁରଲେ ତମେ ଜାଣ କାହା ସାମ୍ନାରେ କୋଉ କଥାବାର୍ତ୍ତା କରୁଛ ଏ ଗଜନୀର ସୁଲତାନ ମାହମୁଦ ସବୁ ପ୍ରକାର କୌତୁକକୁ ସହ୍ୟ କରିପାରେ କିନ୍ତୁ ସୁନାର ଜନିତ ଅପମାନକୁ କୌତୁକ ସେ ଜମା ବି ସହ୍ୟ କରିପାରେ ନା ଆପଣଙ୍କର ଏଇ ସୁନାର ଗଦା ଭିତରେ ରହି ମୋ ମତି ଦୁର୍ଗମ ଘଟିଲାଣି ହଜୁର ବଡ ବେଙ୍ଗ ଆଜ୍ଞା ବଡ ଘିଅ ଅପଦାର୍ଥ ବେଙ୍ଗ ପେଟରେ ଘିଅ ହଜମ ହବା କଥା କଣ ସହଜ ଯାହା ହେ ମନସୁରଲି ଯାହା ଦେଖ ୟାରି ଭିତରେ ସୁନାର ପାହାଡଟା କେମିତି ଆକାଶକୁ ଛୁଇଁବାକୁ ସେନାପତି ଅସମୟରେ କାହିଁକି ଯାହାପନା ବିଧର୍ମୀ ମାନେ ମନ୍ଦିର ପ୍ରାଙ୍ଗଣ ଛାଡି ଚାଲି ଯାଇଛନ୍ତି ବହୁତ ଖୁବ ଆମ ସେନାବାହିନୀ ନିକଟରେ ବର୍ତ୍ତମାନ ଗୋଟିଏ କର୍ତ୍ତବ୍ୟ ସମସ୍ତ ସମ୍ପତ୍ତି ଠୁଳ କରିବା ସମ୍ପତ୍ତି କହିଲେ ଏ ଗଜନୀର ସୁଲତାନ ମାହମୁଦି କେବଳ ସୁନାକୁ ହିଁ ବୁଝେ ପୁଣି କାହିଁକି ଯାହାପନା ମନ୍ଦିରର ପ୍ରାଙ୍ଗଣରେ ମୂର୍ତ୍ତ ପୂଜକ ହସ୍ତରେ ଥିବା ସୁବର୍ଣ୍ଣ ବଳୟଟାକୁ କେହି ମଧ୍ୟ ଟାଣି ବାହାର କରିବାକୁ ସାହସ କରୁନାହାନ୍ତି ହଁ ଯାହାପନା ସେମାନଙ୍କର ବିଶ୍ୱାସ କଣ ସେମାନଙ୍କର ବିଶ୍ୱାସ ସେଇ ସୁନା ବଳୟଟାକୁ ଯିଏ ଟାଣି ବାହାର କରିବ ତାର ଛାତି ଫାଟିଯିବ ଯାହାପନା ସେନାପତି ଅବିଳମ୍ବେ ସେହି କାର୍ଯ୍ୟ କର ସମାପନ ଏହା ହଉଛି ମୋର ଆଦେଶ ସେନାପତି ଶରୀରଟାକୁ ଏଇଠିକୁ ପଠେଇ ଆଣ ଯାହାପନା ଇତିହାସ ଜାଣୁ ଏ ଗଜନୀର ସୁଲତାନ ମାହମୁଦ ସେ କାମଟାକୁ ନିଜ ହାତରେ କରି ଯାଇଛି କିଏ ସେଠି ଜାଣିଛ ଏ ରତ୍ନ ଭଣ୍ଡାର ମଧ୍ୟକୁ ଏ ସୁଲତାନ ମାହମୁଦ ବ୍ୟତୀତ ଅନ୍ୟ କାହାକୁ ପ୍ରବେଶର ଅଧିକାର ନାହିଁ କିଏ ତମେ
କିଏ ତମେ? চুপ! চিৎকার করো না, চিৎকার করো না। চিৎকার কলে সবু গোলমাল হয়ে যাব। এই তালিকাটা এপট সেপট হয়ে যাব। তালিকা କୋଉ ତାଲିକା ତମେ ପ୍ରସ୍ତୁତ କରୁଛ? নিঃস্ব ଆଉ দরিদ্র ମାନଙ୍କର তালিকা। କିନ୍ତୁ ଏଠି କାହିଁକି? ବରଂ ବାହାରକୁ ଯାଇ ଚେଷ୍ଟା କର। ଏଇ ଯେ ପୃଥିବୀର ସବୁଠାରୁ ଧନ୍ୟାନ ବ୍ୟକ୍ତି ବିଦ୍ୟମାନ, କିଏ? কোন তার না? ଜାଣିନା ସେ କିଏ? এমিতি জানিবি? এଠି তো ধনর সূচনা মু কিছু পাউনি। চারিআড়ে খালি দারিদ্রর হাহাকার। ଦାରିଦ୍ର। ଏ ସୁଲତାନ ମାମୁଦ ହଉଛି ପୃଥିବୀର ସର୍ବଶ୍ରେଷ୍ଠ ବିତ୍ତଶାଳୀ ବ୍ୟକ୍ତି। সুলতান মাহমুদ ସବୁଠାରୁ ଧନଶାଳୀ ବ୍ୟକ୍ତି। ହସୁଛ? କଣ ପାଇଁ ତମେ ହସୁଛ? সুলতান মাহমুদ, সুলতান মাহমুদ ମୋ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଇ କଣ କହିଲ? ଏଇ ଦେଖିପାର? ତାମାନେ ତମେ କହିବାକୁ ଚାହ ଏ ଗଜନୀର ସୁଲତାନ ମାମୁଦ ଏ ଦୁନିଆର ସବୁଠାରୁ ଦରିଦ୍ର ଆଉ ନିଃସ୍ୱ? ଅସମ୍ଭବ। ଅସମ୍ଭବ? କାହିଁକି? ତମେ କଣ ଦେଖିପାରୁନା? ଏ ସୁନାର ସ୍ତୂପ ଏ ସୁଲତାନ ମାମୁଦର ମୋର। ମିଛ କଥା, ମୁଁ ତ କିଛି ଦେଖିପାରୁନି। ଏ ବିରାଟ ସ୍ତୂପଟାକୁ ତମେ ଦେଖିପାରୁନ? এইটা এইটা তো কনৌজবাসীঙ্কর। ଆଉ ଏଇ ସ୍ତୂପଟା? সেইটা সেইটা থানেশ্বর বাসীঙ্কর। ଏଇ ସ୍ତୂପଟା? মথুরা বাসীঙ্কর। ଏଇଟା ଏଇଟା ଆଉ ଏଇଟା ଏସବୁ ଯେ ମୋର। না, এসবু হিন্দুস্তানর ভারতবাসীঙ্কর। ତମେ କେମିତି ଜାଣିଲ? কেমিতি জানিলি? সেই স্তূপ গুড়াকরে সেমানଙ୍କର ନାଁ যে লেখা ହେଇଛି। ଆଉ ଏ ବଳୟଟା এইটা যে ମୋର ଏକାନ୍ତ ନିଜସ୍ୱ। বড়টা সেইটা সোমনাথ মন্দিরর প্রধান পূজকঙ্কর। ସେ କଥା ମୁଁ ଜାଣେ। ସେ ବର୍ତ୍ତମାନ ମୃତ। এই ବଳୟଟାକୁ ନିଜ ହାତରେ ମୁଁ ତାଙ୍କ ଠାରୁ ଟାଣି ଆଣିଛି। দিও দিও, সে তালিকাটা দিও। ନା ଏ ତାଲିକା ମୁଁ ଦେବିନି। দবনি? ଏ ତାଲିକାଟା ଭୁଲ ଅଛି। ভুল ଅଛି। ଏ ତାଲିକାରେ ସୁଲତାନ ମାମୁଦର ନାଁ ରହିପାରିବନି। ଅସମ୍ଭବ। ମୁଁ ତାହାକୁ ରଖିବାକୁ ଦେବିନି। এইটা কিছু মামুলি তালিকা নুহে। এইটা কিছু মামুলি তালিকা নুহে যে তুমি চিরি দেব, তাকে নষ্ট করে দেব। তাহলে এ তালিকাটা পুরা মু তৈরি করেছি। তাহলে তাহলে ତମେ ନିଜେ এই ନାଁଟାକୁ ଲିଭେଇ ଦିଅ, ବାଦ କରିଦିଅ କହୁଛି। পারিবিনি। থরে যে কথাটাকে মু লেখি সারিছি সেইটা আদৌ পরিবর্তন হয়ে পারিবনি। এই তালিকারে তোম নাটা এমতি শোভা পাউথব যুগ যুগ ধরি, যুগ যুগ ধরি। ମୋ କଥା ତାହେଲେ ତମେ ଶୁଣିବନି। ଏବେ ମୋ କଥା ଯଦି ଶୁଣିବନି ତାହେଲେ ଏବେ ପ୍ରସ୍ତୁତ ହେଇଯାଅ। ଶୋଷର ବୋତଲଟିଟା ଶୁଖି ଯାଉଛି। ଶୋଷ ପାଣି 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 ଟମାଇ ଦେଇପାରିବ? ପାଣି পানি ହଁ পানি পিব। ପାଣି ପାଣି ଟମାଇ
କଣ ହେଲା ଠିକ କୋଉଟା କିଲୋ ଭାରି ନିରୀହ ଭଳି ମାନି ଯାଉଛୁ ତ ଆଉ କଣ କରନ୍ତି ଯେ କାହିଁକି କହୁନୁ ତମେ ହାରି ଯାଇଛ ବୋଲି ମିଛ କଥାଟା କହିଲି ଯେ ଓ ଯୌତ ସତ୍ୟା ଜାତିଟା ପୁଣି କହିଲା କଣ ନା ମିଛ କାହିଁକି କହିବୁ ଯେ ଆମ ଜାତିକୁ ନେଇକି ସେମିତି କହିବନି କହିଦଉଛି କାହିଁ କଣ ହେଲା ଭାରି ତ ରାଗ ଇସ୍ ତମ ପୁରୁଷ ଜାତିଟା ନା ପୁରୁଷ ଜାତିର ପୁଣି ତୋର କଣ କଲେ କଣ କରିଛ ଯେ କହୁନୁ କହିଲେ ସିନା ମୁଁ ଜାଣିବି ମୁଁ କହିବିନି କାହିଁ କହିବୁନି ମୋ ମନ ମୋ ଇଚ୍ଛା ହଁ ଭାରି ତ ଇଚ୍ଛା ଆଉ ତମ ଇଚ୍ଛାଟା ଇଚ୍ଛା ଆଉ ମୋ ଇଚ୍ଛାଟା ସେଇଟା କିଛି ନୁହେଁ ସକାଳ ତୋର ଖାଲି ଖାଲି ତୋଠୁ କଥା ବାହାରିବନି ଦେଖୁଛୁ କେମିତି କଥା ବାହାର କରିବ କହୁନ? ଦେଖିବୁ ଏଇ ଦେଖ ଛାଡ଼ କାଟିଲା ଇଏ କଣ ହଉଛି ଯେ ବୁଝିଲୁ ସାରିଆ ତୋ ସାଙ୍ଗରେ ଦୁଷ୍ଟାମି କରିବାକୁ ନା ମତେ ଭାରି ମଜା ଲାଗେ ମତେ ବି ହେ ହେ ଆହା ହା ଭଲ ଲାଗେ ସାଥୀ ତୋ ସାଥୀରେ ଟିକେ ଦୁଷ୍ଟାମି କଲେ ଭଲ ଲାଗେ ସାଥୀ ତୋ ସାଥୀ ଟିକେ ଦୁଷ୍ଟାମି କଲେ ଚାନ୍ଦ ପରି ମୁହଁ ତୋର ଝାଉଁଳି ଗଲେ ଧରି ବରସାରେ ଅବାଗିଆ ଲାଗିରେ ଚାନ୍ଦ ପରି ମୁହଁ ତୋର ଝାଉଁଳି ଗଲେ ଧରି ବରସାରେ ଅବାଗିଆ ଲାଗିରେ ପ୍ରେମର ନଈରେ ଜୋଆର ଉଠିଲେ ଭଲ ଲାଗେ ସାଥୀରେ ତୋ ସାଥୀରେ ଟିକେ ଦୁଷ୍ଟାମି କଲେ ଭଲ ଲାଗେ ସାଥୀ ତୋ ସାଥୀ ଟିକେ ଦୁଷ୍ଟାମି କଲେ ଭଲ ଲାଗେ ସାଥୀ ତୋ ସାଥୀ ଟିକେ ଦୁଷ୍ଟାମି କଲେ ଭଲ ଲାଗେ ଭଲ ଲାଗେ ଭଲ ଲାଗେ ଭଲ ଲାଗେ ତମେ ଏଠି ଏ ମରୁଭୂମିରେ ଆରେ ବୁଝିପାରୁନ ନାଇଁ ବାବୁ ତମେ ମରୁଭୂମିରେ କଣ କରୁଛ ହସୁଛ ଏତେ ଜୋରରେ ଇଏ ପରି ଆମ ଘର ବାବୁ ହଁ ବାବୁ ଏଇଟା ଆମ ଘର ଏଇଠି ଆମେ ଖେଳୁ ବୁଲୁ କାମ କରୁ ଏଠି ସେ ମରୁଭୂମି ଯୁଆଡେ ଦେଖିବ ସିଆଡେ ଖାଲି ବାଲି ହଁ ବାବୁ ଖାଲି ବାଲି କାଉ କୋଇଲିର ବେଠି ଲାଭ ନାହିଁ ଏଇଟା ତମ ଘର ହଁ ବାବୁ ହଁ ତ କଣ ହେଲା ଇଏ କଣ ଘର ନୁହେଁ ବାବୁ ଏତେ ବଡ ଆକାଶ ତଳକୁ ପୁରା ନାଗି ଯାଇଛି ୟାଠୁ ବଡ ଘର ତମର ଅଛି ନା ବାବୁ ଆଚ୍ଛା ତମେ ମାନେ ରେଷ୍ଟ ନିଅ କୋଉଠି ଏଇଠି ଆରେ ୱିବିନ୍ କାମ କରି ଥକି ପଡ଼ିଲେ ତମେ ଆଶ୍ରୟ ନିଅ କୋଉଠି ଏଇଠି ବାବୁ କାମ କରୁ କରୁ ଥକି ପଡିଲେ ଆମେ ଏଇଠି ବାଲି ଉପରେ ଗଡି ଯାଉ ଆଚ୍ଛା ତମ ପାଖରେ କିଛି ସମ୍ପତ୍ତି ଥିବ ଆମ ସମ୍ପତ୍ତି ଏଇ ବାଲି ଗୁରାକ ବାବୁ ହଁ ବାବୁ ଏମିତି ପଡି ରହିଛି କୋଉ ମାନ୍ଧାତା ଅମଳରୁ ଆକୁ ନେଇ ଆମେ କୋଉଠି ସାଇତି ରଖିବୁ ଆଜ୍ଞା ଭୂମିର ଝଡ଼ ଝଞ୍ଜା ଖରା କାକର ତୁମ ଦେହକୁ ତ ବାଧୁଥିବ ସେଇଗୁଡାକ ଆମର ସାଥୀ ବାବୁ ସେସବୁକୁ ଆମର ଖାତିର କଣ
ସାଥୀ ହଁ ବାବୁ ଝଡ଼ ଆସିଲା ତ ଟିକେ ନଈ ପଡ଼ିଲେ କେତେ ନା କେତେ ବଡ଼ ଝଡ଼ ହଉନା କାହିଁକି ପିଠି ଉପରେ ଦେଇ ବହିଯାଏ। ଆଉ ତମେ ପୁଣି ପିଠି ସବକି ଠିଆ ହୋଇଯାଅ। ହଁ ଆଜ୍ଞା। ଆଉ ଖରାରେ ଖରା ଖରା ବେଶୀ ହେଲା ତ ଖଜୁରୀ ଗଛ ତଳେ ଆଶ୍ରୟ ନେଇଯାଉ। ୱାଓ ଏଇ ଯେ ଲାଇଫ ୱାଣ୍ଡରଫୁଲ ରିଏଲି ୟୁ ଏନଭି ୟୁ। କଣ କହିଲେ ବାବୁ? ବୁଝିପାରିଲନି? ନାଇଁ ବାବୁ ଆମ ଉପରେ ରାଗିଲ କି ବାବୁ? ଆରେ ନା 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 ତ ମୋ ଉପରେ ରାଗିବୁ? ତମେ ଯେ ଏଇ ମରୁଭୂମିର ଓଏସିସ୍। କଣ କହିଲେ ବାବୁ? ଆରେ ଓଏସିସ୍ ମାନେ ଜଳାଶୟ ଏ ବିସ୍ତୃତ ମରୁଭୂମିରେ ଯୋଉଠି ପାଣି ଟୋପେ ମିଳିବ କଷ୍ଟ। ତମେ ସେଇଠି ତୃଷ୍ଣାର ତୃପ୍ତି। এই বাবু মানে না পুরা মজালিয়া। ହଁ ହଁ ଭାରି ବସିକିଆ। ଆଚ୍ଛା ତମ ମାନଙ୍କର ବୟସ କେତେ ହବ? ମୋର ନାଇଁ ଆଜ୍ଞା। ତମର ନୁହଁ ମ ତାର। ଓ ତା ବୟସ ପଚାରୁଛନ୍ତି ବହୁତ କମ ଆଜ୍ଞା। କମ ମାନେ ତୋର ବୟସ କେତେ ହବ କିଲୋ? ମୋ ବସ ତମେ କହି ଦଉନ। ହଁ ଆଜ୍ଞା ବହୁତ କମ। ଦେଖୁନାହାନ୍ତି ଏଇ ରୂପ ତାର କେମିତି ନିଆଁଜିଲା ଲେଖା ଝଟକୁଛି। ଆର ସାରି ଆମ ବାହାଘର ହେଇଥିଲା ଏ ଯା ପିଲାର ମା ହେଇନି କଣ ସତ ନୁହେଁ ସାରିଆ? ବାଲି ହରିଣ ଦେଖିଛ? କଣ କହିଲ ବାବୁ? ବାଲି ହରିଣ ବାଲି ହରିଣ ଦେଖିନୁ? ମରୁଭୂମିରେ ଘର କରିଛୁ ବାବୁ ବାଲି ହରିଣ ଦେଖିଛୁ? ଦେଖିଛ ତାହେଲେ? ଆଚ୍ଛା ବାନ୍ଧି ରଖିଛ କେତେଟା? এ বাবু তুমি কিরে পোকা? ବୋକା? সেইগুড়া কেতে নিরীহ অতি আপনার ভଳି ଆମ ପାଖରେ କୁଦା ମାରି ଯାଆନ୍ତି ଆଉ ଆମେ ସେଗୁଡାକୁ ବାନ୍ଧି ରଖିବୁ କାହିଁକି? ହଁ ବାବୁ ସେମାନେ ଆମର ସାଥୀ ଆମେ ବି ସେମାନଙ୍କର ସାଥୀ। ସେମାନେ ଆମ ସୁଖରେ ଡିଅନ୍ତି ନାଚନ୍ତି ପୁଣି ଆମ ଦୁଃଖରେ ଆଖିରୁ ଲୁହ ଗଡ଼ାନ୍ତି। ଆଚ୍ଛା ଆରେ ତମ ହାତରେ ସେଇଟା କଣ? କାହିଁ କିଛି ନାହିଁ ତ ଆଜ୍ଞା। ତମ ହାତରେ ନୁହଁ ମ ତା ହାତରେ। ମୋ ହାତରେ କୋଉଟା? ସେଇଠି ଯୋଉ ମୂଲ୍ୟବାନ ପଦାର୍ଥଟା ଚକଚକ କରୁଛି। এইটা বাবু ଏତେ ବଡ ମରୁଭୂମିରେ ରହୁ ରହୁ କିଏ ଯଦି ଚୋରି କରି ନେଇଯାଏ? এইটাକୁ କିଏ ଚୋରି କରିବ? କାହିଁକି? ମାନେ ଏଇଟା ଗୋଟେ ବଳା এইটাକୁ ନେଇ କିଏ କଣ କରିବ ବାବୁ? ଆମକୁ ସେଇଟା ଦେଇ ପାରିବ? ବାବୁ ତମେ এইটা ନବ ବାବୁ? ହଁ। ତମେ এইଟାକୁ ନେଇ କଣ କରିବ? ଆରେ ଏଇ ମରୁଭୂମିରେ ମୂଲ୍ୟବାନ ପଦାର୍ଥ ଗୁଡ଼ିକ ସଂଗ୍ରହ କରି ଆମକୁ ତାକୁ ସଂଗ୍ରହ କରିବା ଆମର ମୂଳ ଲକ୍ଷ୍ୟ। ମରୁଭୂମିରେ ମୂଲ୍ୟବାନ କଣ ମ ବାବୁ? এইটা ଯୋଉଟା ଚକଚକ କରୁଛି ତମ ହାତରେ ଆମକୁ ଦେଇପାରିବ ସେଇଟା? এইটা ତମେ ନବ ବାବୁ? ହଁ এইটাକୁ ନେଇ ତମେ କଣ କରିବ? କହିଲି ପରା ମୂଲ୍ୟବାନ ପଦାର୍ଥ ସଂଗ୍ରହ କରିବା ଆମର ଅଭିଯାନର ମୂଳ ଲକ୍ଷ୍ୟ। ସେଇଟା ତମେ ଆମକୁ ଦେଲେ ଆମେ ତମକୁ ଅନେକ ବକ୍ସିସ ଦବୁ। ହଁ ଅନେକ ଗୁଡ଼ାଏ ଟଙ୍କା। ଟଙ୍କା ଆମର କଣ ହବ ବାବୁ? ଆରେ ତମର ଟଙ୍କା ଦରକାର ନାହିଁ। ତେବେ ତୁମେ ସେଇଟାକୁ ଆମକୁ ଦବ। ତମର ଏଇ ମହଦାନକୁ ଆମେ ଅନେକ ଦିନ ଧରି ମନେ ରଖିବୁ। ନାଇଁ ନାଇଁ ବାବୁ ନାହିଁ ସେଇଟା ମୋର ନୁହେଁ ତାର ବି ନୁହେଁ ଆଉ ସେଇଟା କାହାର ସେ କଥା ବି ଆମେ ଜାଣିନୁ। ଏଇଟା ଆମ ଘରେ ରହି ଆସିଛି କୋଉ କାଳରୁ। କେବଳ ଏତିକି ଜାଣୁ ଘରକୁ ଯେ ବଡ ବୋହି ଆସିବ ଏଇଟା ତାରି ହାତରେ ରହିବ। ସେ ପୁଣି ଶାଶୁ ହବ ସେ ଦେବ ତା ବୋହୂ। ସେ ପୁଣି ଶାଶୁ ହବ ସେ ଦେବ ତା ବୋହୂ। ସେ ପୁଣି ଶାଶୁ ହବ ସେ ଦେବ ତା ବୋହୂ। ଏମିତି ଶାଶୁ ବୋହୂ ବୋହୂ ଶାଶୁ ଗଡ଼ି ଚାଲିଥିବ। ଚକ ଗଡ଼ି ଚାଲିଥିବ। ସବୁ ସେଇ ଚକ୍ର ଘରାମତି ବାବୁ ସବୁ ସେଇ ଚକ୍ର ଘରାମତି। ଆଚ୍ଛା
ତମେ ଦି ଜଣ ଆମ ସାଙ୍ଗରେ ଯିବ? ଆମେ ଯୁଆଡେ ଯିବ କାହିଁକି? ଏଇ ଟିକିଏ ସାହାଯ୍ୟ ଆଉ ଟିକେ ସେବା। ଟିକେ ସାଙ୍ଗ ସୁଖ ଯିବୁ ବାବୁ ଯିବୁ। ମାନେ ଆମ ଅତିଥି ଦେବତା ସମାନ। ସେମାନଙ୍କ ସାଙ୍ଗରେ ଯାଇ ସେମାନଙ୍କର ସେବା କରିବା ଆମର ଧର୍ମ। ତାହେଲେ ତମେ ଆମ ସାଥିରେ ଯିବ? ହେ ବାବୁ, ତମେ ଆମକୁ କେବେ ଠକି ଯାଇଥିବନି କହିଦଉଛି। ହେଲୋ ଏଇ ଯିବାକୁ କହୁଛୁ ଯେ ବାବୁ ମାନେ ବାଧିକି ପଡିଲେ ତାଙ୍କୁ ସେବା କରିପାରିବୁ ଟି? ଏତିକି ପାରିବିନି। ପାରିବ? ହେଲେ ବାବୁ, ତମେ ମତେ ଭଉଣୀ ବୋଲି ଡାକିବ। ଏ ସାରିଆ ତୁମର ସାନ ଭଉଣୀ, ଆଉ ସିଏ ତମର ସବୁ ପାଇଟି ଧରିଦବ। ମତେ ବି କିଛି କମ ଭାବିବେନି ହଜୁର। ହଁ ତମେ ଆମର ଲଗେଜ ପତ୍ର ବୋହି ନେଇ ପାରିବ? ଆରେ ଲଗେଜ ପତ୍ର ମାନେ ଆମ ଜିନିଷ ପତ୍ର। ପାରିବି ବାବୁ, ଅଲବତ ପାରିବି। এই ଦେଖୁନାହାନ୍ତି କାମ କରି କରି ହାତ ଦିଟାକୁ ପୁରା ଲୁହା ବନେଇ ଦେଇଛି ବାବୁ। ଲୁହା ଲୁହା କମ ନୁହଁ ନା? ବାଃ। ଆଚ୍ଛା, ପଥଶ୍ରାନ୍ତି ଜନିତ କ୍ଳାନ୍ତିଟା ଏଥର ଅନେକ କମିଯିବ। ଡେରି କର ନାହିଁ, ଡେରି କର ନାହିଁ, ଶୀଘ୍ର ଶୀଘ୍ର ବାଲି କାଢି ଦିଅ, ଝର ଖାଇଯିବ। ଆମେ ଆଉ ପାରିବୁନି। ବାଲି କାଢୁ କାଢୁ ଶପଥ ଖିଆ ପକା। ବରଂ ଶୋଷରେ ମରିଯିବା ଭଲ। ଏଥର କିନ୍ତୁ ଆଉ ଶବ ଦେଖିବନି। ଆଉ ଶବ ଦେଖିବୁନି। କଥା ଦଉଛ? ବାଲି କାଢ ଏଥର ଆଉ ଶବ ଦେଖିବୁ। କଣ ହେଲା? ନା ମୁଁ ଦାରିଦ୍ର ନିଃସ୍ୱ। ଲକ୍ଷେ ହୀରା ଦେଇ ତମକୁ ମୁଁ ସନ୍ତୁଷ୍ଟ କରିପାରିବିନି। ହେଲେ ଲକ୍ଷେ ହୀରା ମୋ ହୃଦୟ ସିଂହାସନରେ ମୁଁ ତମକୁ ରାଣୀ କରି ଦଇଛି। କରି ଦଇଛି। ତମେ ଆସି ଏଠି, ଅଥଚ ମୁଁ ତୁମକୁ ଏତେ ଆଡେ ଖୋଜୁଥିଲି। କିଏ? ଲକ୍ଷେ ହୀରା ମୋର ଅନେକ ଦିନର ସ୍ୱପ୍ନ। ଲକ୍ଷେ ତମେ? ହଁ, ମୁଁ ଅନଶ୍ରିୟା। କିନ୍ତୁ ତମେ ଏଠି କାହିଁକି? କିଛି ଅସୁବିଧା ହେଲା ନିଶ୍ଚୟ। ଲକ୍ଷେ ହୀରା ସାଙ୍ଗରେ ଚାଲିଥିବା ତୁମର ପ୍ରେମାଳପଟାକୁ ହଠାତ୍ ମୁଁ ବନ୍ଦ କରିଦେଲି। ଅନଶ୍ରିୟା, କଣ ମିଛ କହିଲି? ତୁମେ କଣ ସବୁବେଳେ ଲକ୍ଷେ ହୀରାକୁ ତୁମ ସ୍ୱପ୍ନରେ ଦେଖୁନା? ଆକାଶର ଚାନ୍ଦ ଲକ୍ଷେ ହୀରା ମୋ ଭଳି ଗୋଟେ ପଙ୍ଗୁ ଅଥର୍ବ ସେ ଗିରି ଲଙ୍ଘନ କରିପାରିବନି ମୁଁ ଜାଣେ। ତଥାପି ତାକୁ ସ୍ୱପ୍ନ ଦେଖି ଦେଖି ମୋ ତୃଷାଟାକୁ ମେଣ୍ଟାଇ ଦବାର ବି ସାଧ ଅଛି ଅନଶ୍ରିୟା। ଲକ୍ଷେ ହୀରା ସହସ୍ର ସଜ୍ଜାର ନାୟିକା ସିଏ, ଯିଏ ସମାଜ ଆଖିରେ ଜଣେ ଭ୍ରଷ୍ଟା, ଲାଞ୍ଛିତା, ପତିତା। ଆଉ ସିଏ ତମ ଆଖିରେ ଏତେ ବଡ ହେଇଗଲା। ଅନଶ୍ରିୟା, ବନ୍ଦ କର। ଏ ବିଷ୍ଣୁ ଦାସ ସବୁ କିଛି ସହିପାରେ, ତା ଲକ୍ଷ୍ୟ ହୀରାର ଅସମ୍ମାନ ସେ କେବେ ସହିପାରିବନି। କେବେ ସହିପାରିବନି। କେମିତି ସହିବ? ସିଏ ଯେ ତୁମର ଅନେକ ଦିନର ସ୍ୱପ୍ନ। ସେଇ ସ୍ୱପ୍ନକୁ ମତେ ଦେଖିବାକୁ ଦିଅ ଅନଶ୍ରିୟା, ଦେଖିବାକୁ ଦିଅ। ମୁଁ ତମ ହାତ ଧରୁଛି। ସେ ସୁଖର ସ୍ୱପ୍ନରୁ ମତେ ବଞ୍ଚିତ କର ନା। ଚାହିଁ
সেই স্বপ্ন ଏବେ ତୁମର ବାସ୍ତବତାର ରୂପ ନେବାକୁ ଯାଉଛି। ବିଶ୍ୱାସ ହଉନି? ଏଇ କଥା କହିବି ବୋଲି ଏଯାଏ ତମକୁ ଖୋଜୁଥିଲି। नसिया केड़े उदार तमे मते भूल बुझीबनी अनसिया मो किते बुझी मारुनी काहे मो मन भितरे भरी जाईछि कामनार प्रबल जुआर मो आखि सामने रे उड़ी बुलुछंती लक्ष लक्ष रंगीन प्रजापति कि स्वप्निल कि सुंदर डेढ़ा मेले उड़ी बुलुची সেই রানী প্রজাপতিটা ঘরে পকেইବାକୁ অনেক বার ইচ্ছা হেলানি ଆଜି সেই ଇଚ୍ଛାକୁ ପୂରଣ କରିନିଅ ସ୍ୱାମୀ। কিন্তু ମୁଁ ଯେ ନିଃସ୍ୱ ଦରିଦ୍ର ଲକ୍ଷେ ହୀରା ଦେବା ପାଇଁ ମୋ ସମର୍ଥ ନା ସ୍ୱାମୀ, ସେସବୁ ଯୋଗାଡ଼ ହେଇଯାଇଛି। ଅନସ୍ୟା ତମେ ବାରମ୍ବାର ଆସି ମତେ ଏମିତି ବିଦ୍ରୁପ କରୁଛ କାହିଁକି ମୋ ଦାରିଦ୍ର୍ୟକୁ ଉପହାସ କରୁଛ କାହିଁକି ମୁଁ ତୁମକୁ ଉପହାସ କରିବି କାହିଁକି ସ୍ୱାମୀ? କାହିଁକି ନା ମୋର এই ବିକୃତ ଅଙ୍ଗ ପ୍ରତ୍ୟଙ୍ଗ କ୍ରମେ ଚିଡ଼ି ଚିଡ଼ି ଲୋପ ପାଇବାକୁ ବସିଲାଣି ସର୍ବାଙ୍ଗ ଶରୀରରେ ମୋର ଅସଂଖ୍ୟ କ୍ଷତ ଚିହ୍ନ ମନରେ ମୋର ହତାଶର ଅବକ୍ଷୟ ମୁଁ କୁଷ୍ଠ ରୋଗୀ କୀଟାଦଷ୍ଟ ମୁଁ ଆଉ ଏସବୁ ଶୁଣିପାରୁନି। ମତେ ଦୟା ଦେଖିବା ପାଇଁ ତ ମୁଁ ସେଦିନ ତମକୁ ମୋ ଆଡୁ ପ୍ରସ୍ତାବ ଦେଇନଥିଲି କାହିଁକି ତୁମେ ତୁମର ସ୍ତ୍ରୀତ୍ୱ ମୋ ଉପରେ ଜାହିର କରି ବସିଲ ଦିଅ ଜବାବ ଦିଅ ଏସବୁ ତମେ କଣ ପକେଇ ଚାଲିଛ? ମୁଁ କିଛି କହିନି। କାହିଁକି ତମେ ମୋତେ ଏତେ ଆଘାତ ପରେ ଆଘାତ ଦେଇ ଚାଲିଛ? ତମେ ମୋର ସ୍ୱାମୀ, ଇହକାଳ ପରକାଳର ମୁକ୍ତିଦାତା। ଆଉ ମୁଁ ତୁମକୁ ଉପହାସ କରିବି? ସତ କହୁଛି, ବିଶ୍ୱାସ କର, ଲକ୍ଷ ହୀରାକୁ ନିଜ ସେବା ବଳରେ ସନ୍ତୁଷ୍ଟ କରି ତୁମ ଲାଗି ତାକୁ ଗୋଟେ ରାତି ପାଇଁ ଲକ୍ଷ୍ୟ ହୀରା ଗୋଟେ ରାତିକ ପାଇଁ ଲକ୍ଷ୍ୟ ହୀରା ତମେ କେତେ ସୁନ୍ଦର ଲକ୍ଷ୍ୟ ହୀରା ରାସ୍ତା ଛାଡ ଆରେ ରାସ୍ତା ଛାଡ ମୁଁ ଯିବି ପରା ଏ କଣ ଶୁଭୁନି ରାସ୍ତା ଛାଡ ମୁଁ ଯିବି ତମେ ଶେଷରେ ଏଇଠି ନା ତମେ କଣ ମତେ ଚିହ୍ନ ମତେ ଜାଣିଛ ଜାଣିଛି ମାନେ ତମକୁ କିଏ ନ ଜାଣେ ମତେ ସମସ୍ତେ ଜାଣିଛନ୍ତି ହଁ ସତୀ ଅନସୂୟାର ସ୍ୱାମୀ ହିସାବରେ ତମେ ତ ବେଶ ପରିଚିତ ଅନସୂୟାକୁ ଛାଡ଼ିଦେଲେ ମୋର ଯେମିତି କିଛି ସ୍ଥିତି ନାହିଁ କିଛି ନାହିଁ ଆଉ ଯୌତିକ ଥିଲା ଏତକ ମୁଁ ଲେଖି ଦେବାକୁ ଚାହୁଁଛି ଏଇଠି କୋଉଠି ଲେଖିବ କାହିଁକି ଏଇଠି ଲେଖିଦେବି କୋଉଠି ଓ ତମେ ଭିତରକୁ ଯିବ ପରା ଟିକେ ରହିଯାଅ ମୁଁ ମୋ କାମଟା ସାରି ଦିଏ ତାପରେ ତମେ ଯିବ କାମ ଏଇ ତାଲିକା ପ୍ରସ୍ତୁତ କରିବା ତାଲିକା
ଯୋଉମାନେ ଏଠିକି ଆସନ୍ତି ସେମାନଙ୍କର ନା ଗାଁ ଠିକଣା ଏମିତିକି ସେମାନଙ୍କର ସଂକ୍ଷିପ୍ତ ପରିଚୟ ସବୁ ମୁଁ ଲେଖିଦିଏ। ମୋ ନାଁଟା ସେଥିରେ ଲେଖା ନାହିଁ ତ? ଲେଖିଦେଇଛି। ଲେଖିଦେଇଛ? ସବୁ ଆଗ ଧାଡିରେ ଲେଖିଦେଇଛି। କେତେ ବଡ ବଡ ଅକ୍ଷରରେ ଲେଖିଦେଇଛି ଦେଖିପାର? ମୁଁ ଏତେ ବଡ ବଡ ରାଜା ମହାରାଜା ଥାଉ ଥାଉ ତମେ ଶେଷରେ ମୋ ନାଁଟାକୁ ସବା ଆଗ ଧାଡ଼ିରେ ଲେଖିଦେଲ। ଲକ୍ଷ ହୀରାର କାମନା ବହ୍ନି ବଳୟ ଭିତରକୁ ଯେତେ ସବୁ ପତଙ୍ଗ ଝାସ ଦିଅନ୍ତି ସେମାନଙ୍କ ମଧ୍ୟରେ ତମେ ଶୀର୍ଷ ସ୍ଥାନ ଅଧିକାର କରିଛ। ମୁଁ ଏସବୁ କିଛି ଶୁଣିପାରୁନି। ଓହୋ ତୁମେ ଭିତରକୁ ଯିବ ପରା? ଯାଅ ଶୀଘ୍ର ଯାଅ। ଲକ୍ଷ ହୀରା ଯେ ରତ୍ନ ପ୍ରଦୀପ ଜାଳି ତୁମର ପ୍ରତୀକ୍ଷା କରିଛି। ଆରେ ଯାଅ। ତମେ ଚାହିଁଥିଲ ରୂପସୀ ଲକ୍ଷ ହୀରାର ତନୁଶ୍ରୀକୁ ଗୋଟିଏ ରାତି ପାଇଁ। ଆଉ ଡେରି କାହିଁ କରୁଛ? ଯାଅ ଶୀଘ୍ର ଯାଅ। ଆସନ୍ତୁ ଅତିଥି, ଆପଣ ଯେ ଆଜି ରାତିକ ପାଇଁ ଏକାନ୍ତ ଭାବରେ ମୋର। ଆସନ୍ତୁ ମୁଁ ନିଜ ହାତରେ ଆପଣଙ୍କର ପାଦ ଦୁଇଟି ପ୍ରକ୍ଷାଳନ କରିବି। ଓ ସ୍ତ୍ରୀ ଅନସୂୟା କଥା ଭାବୁଛ? ସେ ତ ଅନେକ ପଛରେ। ତା ଛଡା ସେ ତ ନିଜ ଆଡୁ ତମ ପାଇଁ ଏ ସୁଯୋଗ ସୃଷ୍ଟି କରିଛି। ଯାଅ ଆଉ ଡେରି କାହିଁ କରୁଛ? ପାଣି ଦୀର୍ଘ ବ୍ରତ ଅତିକ୍ରମ କରି ତୁଷାର ମତେ ଟିକେ ଝର ପାଣି ଦେଇପାରିବ? ଝର ପାଣି? ଲଙ୍କାରେ ହରିଶବଦ, ଏଠି ଝର କାହିଁ ଯେ ମୁଁ ତୁମକୁ ଝର ପାଣି ଦେବି? ଝର ଯେ ତୁମେ ଅନେକ ପଛରେ ଛାଡି ଆସିଲ। ପଛରେ ଛାଡି ଆସି କୋଉଠି? ଅନସୂୟା ତୁମ ବିବାହିତ ପତ୍ନୀ ନିର୍ମଳ ଝର ପାଣି ଯାହାକୁ ପିଇଥିଲେ ତମ ଶୋଷ ଏକଦମ ମରି ଯାଇଥାନ୍ତା। ଶୋଷ ମେଣ୍ଟି ଯାଇଥାନ୍ତା। ପାଣି ଦିଅ, ମତେ ପାଣି ଦିଅ। ଶୋଷ ପାଣି ତାହେଲେ ପିଇବ? ଦିଅ। ମୁଣ୍ଡରେ ସୁରା। এই শুভুনি কেড়ে নিতম আলো উঠু উঠবা କାହିଁକି? ରାତି ପରା ପାହି ଆସିଲାଣି। ମାନେ ଏଇନେ ଉଠି ପଡିବେ ଯେ ସବୁ ଅଣ୍ଟୁ ହୋଇଯିବ। ଆଜି ପର୍ଯ୍ୟନ୍ତ ତମର କିଛି ଫଟୋ ହେଉନଥିଲା। ଆଉ ଏଇନେ କଣ ଭାବୁଛନ୍ତି? ଅଭିମାନ କଲେ ନା ତୁ ଭାରି ସୁନ୍ଦର ଦଉଛୁ ତ। ମୁଁ କଣ କରିବି କହିଲୁ? ବାବୁ ମାନଙ୍କର ପର୍ଯ୍ୟନ୍ତ କରୁ ସବୁ ସମୟ ତ ମୋର ଚାଲି ଯାଉଛି। ତୁ ତ କିଛି ବୁଝୁନୁ ଆଉ। ହ୍ୟାଲୋ, ପିଲାଟି କରି ଶୋଇ ପଡିବାକୁ ମୁଁ ନିଦକୁ ହଟେଇ ଦେଇନି ମ। ଏଇଠି ଅନେକ ଉପରକୁ ଦେଖିପାରୁନୁ? ଖଣ୍ଡି ବୌଦ୍ଧ ଘେର ଭିତରେ ସେ ଜହ୍ନଟା କେମିତି ଖେଳ ଲଗେଇଛି। ମତେ ନିଦ ଲାଗୁଛି, ମୁଁ ଶୋଇବି। ଶୋଇବୁ? ହଉ ଶୁଅ, ହେଲେ ମୁହଁଟାକୁ ଟିକେ ଉପରକୁ କରି ଶୋଇବୁ। କାହିଁକି ଲୋ ମା? ମୁଁ ଖାଲି ଦେଖିବି। କଣ?
ତୋର ଏଇ ସୁନ୍ଦର ମୁହଁଟାକୁ ସେଇଠୁ ତଉଲିବି। ଦୌଡ଼ିବ କାହାକୁ? କିଛି ବୁଝିପାରୁନୁ? ମୋ ଶାଢ଼ୀକୁ ଏଇ ଚାନ୍ଦ ସାଥିରେ। କାହିଁ ରାଣୀ ଆଉ କାହିଁ ଚନ୍ଦ୍ରକାଣୀ? ଆଉ ସେମିତି କହିବୁନି କହିଦଉଛି। ମୋ ଶାଢ଼ୀ ନିଶ୍ଚୟ ଜିତିବ। ଏ ଶାଢ଼ୀ ଗୋଟେ କଥା କହିବି। କଣ? ନା ନା ଥାଉ। ମୋ ମୋର କଥା ଶୁଣିଲେ ତୁ ତ ଖାଲି ନାଗ ସବୁ ପରିକା ଫପ ହଉଛୁ। କହିବାକୁ ଡର ଲାଗୁଛି। ଡର ଲାଗୁଛି? ଆଉ ଯଦି ଡର ଲାଗୁଛି ରାତି ନ ପାଉନୁ ମତେ ଉଠଉଥିଲୁ କାହିଁକି? ତାହେଲେ କହିବି କିଛି ଭାବିବୁନି ତ? ତୁ ମା କଣ ହେଲା? ରାଜ୍ୟ ସେମାନେ ଖା ଦଉଛୁ ତ। କି ମା? ହଁ ରାଜ୍ୟ ସେମାନେ ଖା ତୋର ଯୋଉ ଚେହେରା ହେଇଛି ନା। ମୁଁ ରାଜା ଝିଅ ଆଉ ତୁମେ? ରଜା ପୁଅ ରାଜକୁମାର। ଏଠି କଣ ଚାଲିଛି? ଅର୍ଜୁନ କେମିତି ମଜା? ମଜା ରହ ତ ମଜା ବାହାର କରୁଛି। ବାବୁ ମାନେ ଏଇଠି ଉଠି ପଡିବେ ଯେ। ରଖ ମତେ ବାବୁ 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 କହି ମତେ ପୁରା ବୁଢା ବନେଇ ଦେଲୁଣି। ଆଲୁ ମୋର ଟୋକା ମରଦ। ଏଇ ଦେଖିବୁ ନା ନା ଦେଖିବୁ। ଦେଖ ସେମିତି ଲାଗିବ ତ ଏଇଠି ବାବୁ ମାନଙ୍କୁ ଯାଇ ଡାକିଦେବି। ଡାକ କହୁଛୁ କଣ? ଏ ବାବୁ ଅଥଚ ତମେ ବାଲି ଖୋଳୁ ଖୋଳୁ ବାରମ୍ବାର ସଭାର ସମ୍ମୁଖୀନ ହଉଛ ନାହିଁ। କିଛି ଅନ୍ୟାୟ କରିଛ? ଅନ୍ୟାୟ କଣ କରିଛ? ପୁଣି ହେଲା ପୁଣି ଗୋଟେ ଶବ। କି ବିଭତ୍ସ! ମୁଣ୍ଡଟା ତଳକୁ କରି ପଡିଛି। ପୁଣି ଶବ। ହଁ ଏ ଶବଟା କାହାର ହୋଇପାରେ? କେମିତି କହିବି? ଶବଟାକୁ ଓଲଟେଇ ଦିଅ, ବେଶ ଚିହ୍ନି ପାରିବ। ମହାମନ୍ତ୍ରୀ ତୃଷାରେ ମୋର ଗଳା ରୁଦ୍ଧ ହେଲା ବେଳେ ତୁମେ ମତେ ବିଦ୍ୟୁତ କରୁଛ। ଅପରାଧ ମାର୍ଜନା କରନ୍ତୁ। ଅପରାଧ ମାର୍ଜନା କରିବ ସମ୍ରାଟ ଅଶୋକ। ତମେ କଣ ଜାଣ ନା ମହାମନ୍ତ୍ରୀ? ସମ୍ରାଟ ଅଶୋକର ତୃଷା କେତେ ଗଭୀର। ଆଉ ସେହି ତୃଷାର ଉପଶମ ପାଇଁ ସେ ଚାହେଁ ମହାମହିମ ସମ୍ରାଟ କେହି ଆଞ୍ଜୁଳା ତାଜା ରକ୍ତ ଦେଇପାରିବ ନିଜର ଶିରା ଛେଦ କରି। ନା ନା ମୋତେ କ୍ଷମା କରନ୍ତୁ ସମ୍ରାଟ। କ୍ଷମା ଅପଦାର୍ଥ ବାହାରି ଯାଅ ମୋ ସାମ୍ନାରୁ। କେତେ ରକ୍ତ ନେଇ ଫେରିଛ ସେନାପତି? এই ଟିକିଏ ମାତ୍ର ରକ୍ତ। এই ରକ୍ତ ନେଇ ତୁମେ ଅଭିବାଦନ ଜଣାଇବ ରକ୍ତ ବିପାସୁ ସମ୍ରାଟ ଅଶୋକକୁ। ସମ୍ରାଟ ସଚକ୍ଷୁରେ ଦେଖୁଥିବେ ମାତୃଭୂମିର ସମ୍ମାନ ଆଉ ଅଖଣ୍ଡତା ପାଇଁ ସେମାନେ ଯେପରି ଜୀବନ ପଣ କରିଛନ୍ତି ସମ୍ରାଟ। ସେନାପତି ସଂଗ୍ରାମ ସିଂ, ମୁଁ ପଚାରୁଛି ଆଜିର ଯୁଦ୍ଧରେ ମୃତାହତ ସଂଖ୍ୟା ଏତେ ନଗଣ୍ୟ କାହିଁକି? ମହାମହିମ ସମ୍ରାଟ ଅଶୋକ ଯେ ବିଜୟଶ୍ରୀ ବିମଣ୍ଡିତ ହେବା ସୁନିଶ୍ଚିତ। ନା ନା ନା, କେବଳ ବିଜୟଶ୍ରୀରେ ବିମଣ୍ଡିତ ହେବାକୁ ଚାହେଁ ନା ସମ୍ରାଟ ଅଶୋକ। ସେଠି ସଙ୍ଗେ ସଙ୍ଗେ ତାହା ଦରକାର ତାଜା ରକ୍ତ, ଅସଂଖ୍ୟ ମଣିଷର ତାଜା ରକ୍ତ। ନା, ସେହି ତାଜା ରକ୍ତ ଦେଖିଥିଲେ ରକ୍ତ ବିପାସୁ ସମ୍ରାଟ ଅଶୋକର ତୃଷା ମେଣ୍ଟିଥାନ୍ତା ସେନାପତି। ତୃଷା ତାର ଆଜି ଅତୃପ୍ତ ରହିଗଲା। ମହାମହିମ
ସେଦିନ ବିଚାରି ନିଜ ହାତରେ ରଣ ପ୍ରାଙ୍ଗଣକୁ ଯିବା ପାଇଁ ଯୋଦ୍ଧା ବେଶରେ ସଜାଇ ଦେଇ ବିଦାୟ ଦେଇଥିଲା। ସ୍ୱାମୀ ତାର ଶତ୍ରୁର ବିନାଶ କରିବ, ଦେଶ ମାତୃକାର ସମ୍ମାନ ବଜାୟ ରଖିବ, ଅଗଣିତ ଶତ୍ରୁ ସୈନ୍ୟକୁ ନିପାତ କରି ପୁଣି ତାର ସ୍ୱାମୀ ଫେରି ଆସିବ ତାରି ପାଖକୁ। ସବୁ ଆଶା ତୋର ପୂରଣ ହେଇଛି ଲୋ ଭଉଣୀ। ବୀର ସ୍ୱାମୀ ତୋର ଶତ୍ରୁର ମୁକାବିଲା କରିଛି, ଦେଶ ମାତୃକାର ସମ୍ମାନକୁ ବଜାୟ ରଖିଛି। କିନ୍ତୁ ତୋର କଣ ହେଲା ଭଉଣୀ? ତୋ ପାଇଁ ହୁଏତ ଚାରିଆଡେ ଅନ୍ଧାର ହେଇଗଲା। ନା ନା ନା, ମୁଁ ତମ ନାଁଟାକୁ ମୋ ତାଲିକାରେ ଲେଖିପାରିବିନି। ସଂଗ୍ରାମ ସିଂ, ତମେ ବୀର, ତୁମେ ମୋର ନମସ୍ୟ। এই বিস্তীর্ণ রণভূমির একাকী এতে রাতিরে কিয়ে কোন শুভুনি কোন করছো তুমি? তালিকা জানো কার সামনে কথাবার্তা করছো? তুমি তাহলে আসি এঠি? ମୁଁ କିନ୍ତୁ ତମକୁ ଅନେକ ଜାଗା ଖୋଜି ବୁଲୁଛି। ପାଗଳାମି ବନ୍ଦ କର। କୁହ ତୁମେ କିଏ? ମୋ ବିନା ଅନୁମତିରେ ତୁମେ ଏଠି କେମିତି? ମୁଁ ତ ଚାରିଆଡେ ସର୍ବବ୍ୟାପୀ। ଏତେ ଆସ୍ପଦା ଦିଗ୍ବିଜୟ ସମ୍ରାଟ ସାମ୍ନାରେ ଏଭଳି ଭାବରେ କଥା କହିବାକୁ ସାହସ କରିପାରୁଛୁ? ବୀର କିଏ? ଅଶୋକ। କୋଉ ସାହସରେ ଏଭଳି ଶବ୍ଦ ପ୍ରୟୋଗ କରୁଛୁ? କୋଉ ସାହସରେ? ଏଇ ପରା ତାର ତାଲିକା, ଭୀରୁ ମାନଙ୍କର ତାଲିକା। ଏଇ ଦେଖୁନା, ତମ ନାଁଟା ଏ ତାଲିକାର ପ୍ରଥମ ସ୍ଥାନରେ ରଖିଦେଇଛି। ଦେଖିପାର? କିନ୍ତୁ ଏ ତାଲିକାରେ ମୋ ସେନାବାହିନୀର ତ ନାହିଁ, କିନ୍ତୁ ମଗଧ ସେନାବାହିନୀର ସମସ୍ତେ ଭୀରୁ, କାପୁରୁଷ, ଅପଦାର୍ଥ। ସେମାନେ ଭୀରୁ କାପୁରୁଷ। ତା ନ ହେଇଥିଲେ ଅଶୋକ ପରି ଗୋଟାଏ ରକ୍ତ ପିପାସୁ ଉଦ୍ଧତ ଯୁବକର ଅନ୍ୟାୟ ଅତ୍ୟାଚାରକୁ ମାନି ନେବା ପୂର୍ବରୁ ପ୍ରଥମେ ଆଗ ତାକୁ ଶେଷ କରିଦେଇଥାନ୍ତି। କିନ୍ତୁ ଏ ତାଲିକାରେ ଜଣେ ହେଲେ କଳିଙ୍ଗ ସେନାର ନାମ ତ କାହିଁ ମୁଁ ଦେଖିବାକୁ ପାଉନାହିଁ। ପାଇବ, ସେମାନେ ପ୍ରତ୍ୟେକ ଜଣେ ଜଣେ ବୀର, ସତ୍ୟ ପାଇଁ ନ୍ୟାୟ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଯାଇଛନ୍ତି। ସବୁ ପ୍ରଥମେ ମୋ ନାଁଟାକୁ ସେ ତାଲିକାରୁ କଟାଯିବା ଦରକାର। ମୁଁ ଯେ ବୀର, ଦିଗ୍ବିଜୟ ବୀର ସମ୍ରାଟ ଅଶୋକ। ବୀର, ଭୀରୁ, ତମ ନାଁଟାକୁ ଏ ତାଲିକାରୁ ବାଦ ଦେଇଦେଲେ ମୋ ତାଲିକାଟା ଯେ ନିରର୍ଥକ ହେଇଯିବ। ନିରର୍ଥକ ହୋଇଯିବ? କିନ୍ତୁ ମୁଁ ଯେ ଲକ୍ଷ୍ୟ ସେନାକୁ ହତ୍ୟା କରିଛି, 2 ଲକ୍ଷକୁ ଆହତ କରି ଚିରଦିନ ପାଇଁ ପଙ୍ଗୁ କରିପାରିଛି, 5 ଲକ୍ଷରୁ ଅଧିକଙ୍କୁ ବନ୍ଦୀ କରିସାରିଛି। ମୁଁ ବୀର, ଭୀରୁ ହୋଇନପାରେ। ସମ୍ରାଟ ଅଶୋକର ଆଦେଶ, ସେ ତାଲିକାରୁ ମୋ ନାଁଟାକୁ ବାଦ ଦେଇଦେ। ଅସମ୍ଭବ। ତମ ନାଁଟାକୁ ବାଦ ଦେଇଦେଲେ ମୁଁ କେବେ ବି ବାଦ ଦେଇପାରିବି। କାହିଁକି ନା ଏଇଟା ପରା ଭୀରୁ ମାନଙ୍କର ତାଲିକା। ପାରିବୁନି, ତୋର ଅଦତ୍ୟର ସମୁଚିତ ଶାସ୍ତି।
ଆରେ ଏ କଣ ହେଲା ଯୋଉ ଅଶୋକ ନିଜ ହସ୍ତରେ ରକ୍ଷୀ ସେନାକୁ ହତ୍ୟା କରିଛି 2 ଲକ୍ଷକୁ ଆହତ କରି ଚିରଦିନ ପାଇଁ ପଙ୍ଗୁ କରିପାରିଛି ସାମାନ୍ୟ ଗୋଟିଏ ଲୋକକୁ ହତ୍ୟା କରିବାକୁ ମୁଁ ଖଡ୍ଗ ଉତ୍ତୋଳନ କରିପାରୁନାହିଁ ଏ କଣ ଶୋଷରେ ମୁଁ ତଣ୍ଟି ଶୁଖି ଯାଉଛି ତୁଷା ପାଣି 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 ମୁଣ୍ଡେ ଦେଇପାରୁ ବାବରା ପାଣି ଏଠି ପାଣି କାହିଁକି ମୁଁ ତୁମକୁ ପାଣି ଦେବି ଏଠି ତ କେବଳ ରକ୍ତର ସୁଅ ଛୁଟି ଚାଲିଛି ପାଣି ମୁଣ୍ଡେ ପାଣି ଶୋଷ ପିଇବ ଶୋଷ ହଉଛି ହଁ ହଁ ଏଇ ନିଅ କଣ ଆଞ୍ଜୁଳାଏ ରକ୍ତ ନିଜକୁ ତୁ ଭାବୁ ବଡ଼ ବୀରରେ ଖାର କରିଦେଲା ତୋତେ ଭୂତାରେ ଧୀର ନିଜକୁ ତୁ ଭାବୁ ବଡ଼ ବୀରରେ ଖାର କରିଦେଲା ତୋତେ ଭୂତାରେ ଧୀର ସବୁ କିଛି ସାଥୀ ହୋଇ ଜଗତେ ରହିବ ପୁଣ୍ୟ ସେଇ ଲୋକଟା କଥାରେ ପାଣି ପାଇଁ ବାଲି ଖୋଳୁ ଖୋଳୁ ଆମେ ସବୁ ଦେଖିଲୁ କାହିଁକି କାହିଁକି ମୁଁ ବି ସେଇ କଥା ପଚାରୁଛି କାହିଁକି अपनी आजी नाही हाँ सारिया तू एका अरे अपनी जाइची पोखरी आविष्कार करबाकू हाँ अरे सारिया तू आज एका देई पारिबो सारिया देई पारिबो गोटे तुम्बा ଆରେ ସପନି ତତେ ଆମ ନିକଟରେ ଛାଡ଼ି ଦେଇ ଯାଇଛି ବାବୁଜୀ ଆଜି ତମ ମାନଙ୍କର କଣ ହେଇଛି सारिया तते कोन डर लागुची कारण एते बड़ मरुभूमि रे तू एका ସପନି ନାହିଁ এই মরুভূমি তো মোর ঘর বাবু নিজ ঘরକୁ କିଏ କଣ କେବେ ଡରେ କି ବାବୁ तू एका अरे सपनी आज नाही हां ତୋ ନିକଟରେ ତୋର ଏଇ ତୁଷାର ତ ବାବୁ ମାନେ ସମର ସାଗର ସମ୍ପଦ हेलो तीनोटी तुषार तो मनीष दे
ତୁମ୍ବା ଟିକେ ବଢେଇ ଦେ। ନା ବାବୁଜୀ ମୁଁ ପାରିବିନି। ସାରିଆ ବାବୁ ମାନେ ତୋତେ କେତେ ଭଲ ପାଆନ୍ତି କହିଲୁ। ତା ବଦଳରେ ତୁ କଣ ସେମାନଙ୍କୁ କିଛି ଦେଇପାରିବୁନି ସାରିଆ? ବାବୁଜୀ ଏ କଣ କହୁଛ? ସପନି ଆଜି ନାହିଁ। ତୁ ଚାଲାକ ଝିଅ। ବାବୁଜୀ ବୁଝିପାରୁଥିବୁ। ବାବୁଜୀ ହ୍ୟାଲୋ ତୋ ବାବୁଜୀ ଡାକଟା ନା ମତେ ପୁରା ପାଗଳ କରିଦଉଛି ସାରିଆ। ମତେ ପୁରା ପାଗଳ କରିଦଉଛି। ତୋ ରୂପ ଲାବଣ୍ୟ ମୋ କାମନାର ଶିକ୍ଷାକୁ ପୁରା ଚିନି ଦଉଛି ସାରିଆ। ବାବୁଜୀ 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 ତୋର ଏ ଅଙ୍ଗ ସୈଷ୍ଠବ ମୋର ଭିତରର ରୌଦ ପୌରସକୁ ଅଭୟ କରି ଦଉଛି ସାରିଆ। ଭାଇ କିଏ କାହାର ଭାଇ? କିଏ କାହାର ଭଉଣୀ? ସମ୍ପର୍କ ଆଗରେ ଭାଇ ଭଉଣୀର ସମ୍ପର୍କ କିଛି ନଥାଏ ସାରିଆ। ସାରିଆ ଅନେକ ଦିନର କାମରେ ତୁମର ପୁରୁଣା ସଳାପ ନାଟକ ଡାଇଲଗ ଭାଇ। ଯୁବତୀର ଭାଇ ଡାକ ପ୍ରେମର ପ୍ରଥମ ସମ୍ବୋଧନ। ଆଉ ଡେରି କର ନା। ଆଉ କିଛି ପ୍ରୋବ୍ଲେମ ନାହିଁ। ସପନି ସାରିଆର ଆଉ ଡେର ପାଇବନି। କିନ୍ତୁ ମୋର କାଇଁ ମନେ ହୁଏ ସାରିଆ ସେ ଗାତ ଭିତରୁ ରାତି ଅଧରେ ଚାଲି ଆସି କହିବ। କଣ କହିବ? ସାରିଆ କହିବ? ହଁ ଆମେ ତ ତାକୁ ମାରି ଦେଇଛେ। ରାତି ଅଧରେ ସାରିଆ ଏଇ ଗାତ ଭିତରୁ ଚାଲି ଆସି କହିବ। ଭାଇ ମତେ ଟିକେ ସପନି ପାଖକୁ ନେଇଯିବ। ଆମେ ପୁଣି ଆମ ବାଟରେ ଚାଲିଯିବୁ। ଭାଇ ସେ ସୁନାବଣଟା ମତେ ଦେଇଦିଅ। ସେଇଟା ମୋର ନୁହଁ, ସେଇଟା ଯେ ମୋ ବୋହୂର। ତେବେ ସକଳ ମରିବନି। ତାହେଲେ ଉପାୟ? ଓଃ ଦେଖୁଛ ମୋ ମୁଣ୍ଡ ସବୁ ବିଗିଡି ଗଲାଣି। ଯେତେ ସବୁ ଉଦ୍ଭଟ ଚିନ୍ତାଧାରା ମୋ ମୁଣ୍ଡ ଭିତରେ ପଶି ଯାଉଛି। ହେଲେ ସାରିଆ ଯେ ମୃତ, ସାରିଆ ଡେଡ୍। ଆମେ ସମସ୍ତେ ମିଶି ତାକୁ ଏଠି ପାଲି ଦେଇଛେ। ବାବୁ ବାବୁ ପାଇଛି ବାବୁ ପାଇଛି। ହଁ ବାବୁ। କଣ ପାଇଛୁ? ପୋଖରୀ ବାବୁ ପୋଖରୀ। ପୋଖରୀ? ହଁ କେତେ ବଡ? খুব বড় আজ্ঞা। এতে বড় যে আখি পাইবনি। ଯୋଉ ନିର୍ମଳ ପାଣି ଆଜ୍ଞା ଏକେବାରେ କଳା ଭଅଁର। ଆଚ୍ଛା ବାଡ଼ି ଧରି ମାପିଲୁନି? ମାପିଲି ଆଜ୍ଞା। ହେଲେ ଏକୁଟିଆ ଲୋକ ଯେତିକି ମାପୁଥାଏ ସେତିକି ବୁଲି ଯାଉଥାଏ। ଫେଣି ମାପୁଥାଏ। ଫେଣି ବୁଲି ଯାଉଥାଉ। ହଁ ଆଜ୍ଞା। ମୂର୍ଖ ଲୋକ ଆଜ୍ଞା ଜମାରୁ ମନେ ରହୁନଥାଏ। ମୋ କଥା କଣ ବିଶ୍ୱାସ ହଉନି ଆଜ୍ଞା? ଆଚ୍ଛା ସପନି ତମର ସେ ପୋଖରୀ କେତେ ଦୂର ଏଠୁ? ଅନେକ ଦୂର ରହୁଛୁ। ଅନ୍ଦାଜ? ରାତିରୁ ତ ଯାଇଥିଲି। ସକାଳ ହେଇ ଦିନ ଯାକ ଗଲା। ପୁଣି ରାତି ହେଲା। ପୁଣି ସକାଳ ହେଇ ତ ଏତେ ବେଳ ହେଲାଣି। କିନ୍ତୁ କୋଉଠି ରହିନି ହଜୁର? ଜାଣିଛନ୍ତି ପୋଖରୀକି ଦେଖିଦେଇକି ଟିକେ ରହିଛି କି ନାହିଁ? ତାପରେ ତ ଦେହ ଦୌଡ଼ ମାନଙ୍କୁ ଜଣେଇବା ପାଇଁ। କଣ ଗୋଟେ ରାସ୍ତାରେ? ପୁରା ସିଧା ନାକ ସଳଖା। ଟିକେ ବି ଏପଟ ସେପଟ କେହି ନା? ହଜୁର ଗୋଟେ କଥା କହିବି। ହଁ ମରୁଭୂମିରେ ମୁଁ ଆଗେ ପୋଖରୀ ଦେଖିଛି। ହଁ ନିଶ୍ଚୟ, ସେଥିରେ ତ ଆଉ ସନ୍ଦେହ କରିବାର ନାହିଁ। ମୁଁ କଣ କହୁଥିଲି କି ହଜୁର,
ମୋ ନାଁଟା ଯେମିତି ସେ ବହିରେ ଟିକେ ଚଢେଇ ଦେବେ। এই কথা তবে তবে নিশ্চিত রহ। মরুভূমিরে তুমি আগ পোখরী আবিষ্কার করিনা একাথরে আবিষ্কার করি পকেইছ কোন আরে হ্যাঁ মরুভূমিরে পোখরী আবিষ্কার করিছ ସେଥିପାଇଁ এই মরু ইতিহাসরে তম নাটা যে স্বর্ণ অক্ষরে লিপিবদ্ধ হয়ে রহিব। ଆଉ ଗୋଟେ କଥା ବାବୁ, গোটে কাহিকি ଦି তিনটা পচারনু ବାବୁ ସାରିଆ ସେ ତ କାହିଁ ଏଠି ଦେଖାଯାଉନି। ହଁ ସାରିଆ সারিয়া সে তো চালি যাইছি। ଚାଲି ଯାଇଛି। କୁଆଡେ ବାବୁ? ଆଉ ଆଉ ଗୋଟେ ପୋଖରୀ ସନ୍ଧାନ କରିବା ପାଇଁ ଆଉ ଗୋଟେ ପୋଖରୀ ସନ୍ଧାନ କରିବା ପାଇଁ আরে মরুভূমিরে পোখরী আবিষ্কার করিবা কথা কিছু কম কথা নহে। এই মরু ইতিহাসরে তম ଦି ଜଣଙ୍କ ନା ସ୍ୱର୍ଣ୍ଣ ଅକ୍ଷର ଲିପିବଦ୍ଧ ହୋଇ ରହିବ। ମୁଁ କିନ୍ତୁ ତାକୁ ତମମାନେ କୁଆଡେ ଛାଡି ଯାଇଥିଲି ଏ ହଜୁର ମାନଙ୍କ ସେବା କରିବା ପାଇଁ। সেবা হ্যাঁ সেবা খুব খুব সেবা করছি খুব খুব সেবা করছি খুব সেবা করছি ସେଟା ତାକୁ ଦୋଷ ଦେଇ ହବନି। হ্যাঁ ସାରିଆ ମୋ ସାରିଆ କୁଆଡେ ଗଲା ବାବୁ? ସତ କହୁଛି ହଜୁର, ମୁଁ ତାକୁ ଛାଡି ଦଣ୍ଡେ ବି ରହିପାରିବିନି। ସାରିଆ সারিয়া সপনি বেশ জড়িত ସେଇ ଯୋଡିକୁ ମୁଁ ଆମର ଭାଙ୍ଗିବାକୁ ଦେବିନି ହଜୁର, ଭାଙ୍ଗିବାକୁ ଦେବିନି। ସାରିଆ ଏ କଣ ହଜୁର, ଏ ବାଲିରେ ମୋ ଗୋଡ ଦିଟା ଏମିତି ପୋତି ହେଇ ପଡୁଛି କାହିଁକି? ମୋର ଯେମିତି ମନେ ହଉଛି ମୋ ସାରିଆ ମୋ ଗୋଡ ଦିଟାକୁ ଟାଣି ଧରିଛି। ସେ ଯେମିତି ମତେ କିଛି କହିବାକୁ ଚାହୁଁଛି ହେଲେ କିଛି କହିପାରୁନି। ତା ମୁହଁର ଭାଷା କିଏ ଛଡେଇ ନେଇଛି ବାବୁ। ହେଲେ ମୁଁ ବୁଝିପାରୁଛି ବାବୁ, ସବୁ ବୁଝିପାରୁଛି। ସାରିଆକୁ ଛାଡି ମୁଁ ରହିପାରିବିନି ହଜୁର। ସାରିଆର ଯଦି କିଛି ହେଇଥାଏ ତାହେଲେ କହିଦଉଛି ହଜୁର, ତମ ମାନଙ୍କୁ ମୁଁ ଜମା ବି ଛାଡିବିନି। ତୁ ସାରିଆକୁ ଛାଡି ରହିପାରିବୁନି ସପନି ନା? ତାହେଲେ ତତେ ବି ଆମେ ସାରିଆ ପାଖକୁ ପଠେଇ ଦଉଛୁ। ସବୁଦିନ ପାଇଁ ସବୁଦିନ ପାଇଁ ଭଲ ଲାଗେ ସାଥୀ রে তো সাথী রে টিকে দুষ্টামি চলে কোন না কোন এলা ଆମେ ছোট ଆମେ ପ୍ରବଞ୍ଚକ, ଆମେ ହିପୋକ୍ରେଟ୍ସ ଆମେ ଆମେ ଖାଲି ଚାରିଆଡେ ଛଳନାର ଜାଲ ବିଛାଇ ଦେଇଛୁ। ମଣିଷ ରୂପରେ ଆମେ ଗୋଟେ ଗୋଟେ ଜାନୁଆର। ଅଭିଜାତ ଭିତରେ ଆମେ ଜଣେ ଜଣେ ମଣିଷ ରୂପୀ ଶୈତାନ। ଜାନୁଆର ଶଇତାନ କିନ୍ତୁ ତମେ ସମସ୍ତେ ଜଣେ ଜଣେ ମଣିଷ। କାଇଁ ମୁଁ ତ କୋଉଠି ଅସାମଞ୍ଜସ୍ୟ ଦେଖିପାରୁନି। ତୁମଠି ତ ଖାଲି ମଣିଷର ଚିହ୍ନ। ତୁମେ ହେଉଛ ଏ ମରୁମନ୍ଥନ ସମ୍ଭୂତ ଅମୃତର ସନ୍ତାନ। ଅମୃତର ସନ୍ତାନ। ବିଚରା ବିଚରା ସପନି ଆଉ ସାରିଆ କେତେ ସରଳ ଆଉ ନିଷ୍କପଟ ସେମାନେ। ଆମ ସାଥିରେ ଚାଲିଥିଲେ କେତେ ବଡ ବିଶ୍ୱାସ ନେଇ ଆମେ ତାକୁ ଟିକେ ସାହାଯ୍ୟ କରିବା। କିନ୍ତୁ ବିଶ୍ୱାସରେ ବିଷ ଦେଲା ଆମେ 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 ଆମେ
ଆମକୁ ଶାସ୍ତି ଦିଅ। ଶାସ୍ତି ଦରକାର। ଶାସ୍ତି ତ ତୁମେ ପାଇସାରିଛ। ପାଇସାରିଛୁ ଅନୁଶୋଚନାରେ ଦଗ୍ଧ ହେବା ହିଁ ଚରମ ଶାସ୍ତି। ଆମେ ନିଜକୁ କ୍ଷମା ଦେଇପାରିବୁନି। ସୃଷ୍ଟିର ଇତିହାସରେ ଆମେ ତିନୋଟି କଳଙ୍କ ଧାରି ରହିଲୁ। ମଣିଷ ଆମକୁ ଘୃଣା କରିବ। ତଥାପି ଆମେ ସବୁ ଲେଖିଯିବା, ଯାହା ସବୁ ସତ୍ୟ। ଦିବା ଆଲୋକ ପରି ସ୍ପଷ୍ଟ। ଚାଲ ଆମ ଡାଏରୀର ଭୁଲ ପୃଷ୍ଠା ଗୁଡାକ ଆମେ ଅଗ୍ନି ଭିତରକୁ ନିକ୍ଷେପ କରିବା ଆଉ ଅତୀତର ଭୁଲ ପାଇଁ କ୍ଷମା ମାଗି ନେବା। ଶୀଘ୍ର be quick। কি তৃপ্তি! এ কোন পানি আসলে কোঠু? কি তৃপ্তি, কি শান্তি! আরে আমার চারি পাখরে যে পানির ফুয়ারা ছুটি ଚାଲିଛି ଆମରି ଆଡ଼କୁ। ତୃପ୍ତି, মুক্তি ମୁକ୍ତି, মুক্তি ମୁକ୍ତି, କେବେ କେବେ ନିଆଁ ଏଠି କେବେ ଚନ୍ଦନ କେବେ କେବେ ନିଆଁ ଏଠି କେବେ ଚନ୍ଦନ କେବେ କେବେ ନିଆଁ ଏଠି କେବେ ଚନ୍ଦନ କେବେ ପ୍ରକରଣ ହୁଏ ପ୍ରେମ ବନ୍ଧନ ପାଇବା ପାଣି ତୃପ୍ତି ଜୀବନ ଟିକେ ଶାନ୍ତି ପାଇବା ପାଣି ତୃପ୍ତି ଜୀବନ ଟିକେ ଶାନ୍ତି ମରିଚିକା ପଛେ ପଛେ ଧାଇଁ ଧାଇଁ ଆଜି ମଣିଷ କରିଛି ମରୁ ମନ୍ଥନ 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 सर्वे भवन्तु सुखिनः सर्वे सन्तु निरामयाः सर्वे भद्राणि पश्यन्तु मा कश्चित् दुःखभाग् भवेत् शान्तिः शान्तिः জয় মহাবীর। ବାଲିକି ତୋଳିକିରି ଆପଣମାନେ ମରୁମନ୍ଥନକୁ ଯେମିତି ଆଣିଛନ୍ତି, ଯେମିତି ଭାବରେ ତାକୁ ଆମ ଆଗରେ ଉପସ୍ଥାପନା କଲେ, ମୁଁ ତ ନିଜେ ଅଭିଭୂତ ହେଇଯାଇଛି। କେତେ ଚମତ୍କାର ଡ୍ରାମା ହେଲା ଏବଂ ମୁଁ ଆଶା ଯେତିକି କରିଥିଲି ତାଠୁ ଅତ୍ୟଧିକ ଗୁଣରେ ବହୁ ଗୁଣରେ ଚମତ୍କାର ପ୍ରଡକ୍ସନ ହେଇଛି।